ଆମେ ମାନେ ଯେତେବେଳେ କହନ୍ତି ସୁସ୍ୱାସ୍ଥ୍ୟ ବା ଭଲ ସ୍ୱାସ୍ଥ୍ୟ, ସେଇଟା କହିଲେ ଆମେ କଣ ବୁଝନ୍ତି? ସାଧାରଣତଃ ଭାବେ ବୁଝାଯାଏ ଯେ ଯେଉଁ ବ୍ୟକ୍ତିଙ୍କର ରୋଗ ବ୍ୟାଧି ବିଶେଷ କିଛି ନାହିଁ, ଯେଉଁ ବ୍ୟକ୍ତି ଜଣକ ସବୁ ସମୟରେ ସବଳ, ସକ୍ରିୟ, ଯାହାଙ୍କ ଭିତରେ ପ୍ରତିଶୋଧକ ଶକ୍ତି, ରୋଗ ପ୍ରତିଷେଧକ ଶକ୍ତି ବା ରୋଗ ପ୍ରତିରୋଧକ ଶକ୍ତି ଖୁବ ବେଶୀ ଅଛି, ଯାହା ଫଳରେ ସେ ରୋଗ ବ୍ୟାଧିଙ୍କୁ ଦୂରରେ ରଖିପାରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ଯୌବନ ଦୀର୍ଘସ୍ଥାୟୀ, ଅର୍ଥାତ୍ ସେ ବାର୍ଦ୍ଧକ୍ୟକୁ ଖୁବ ଶୀଘ୍ର ଆସିବା ପାଇଁ ଦିଅନ୍ତି ନାହିଁ, ତାଙ୍କର ସୁସ୍ୱାସ୍ଥ୍ୟ ହେତୁ ବା ରୋଗ ପ୍ରତିରୋଧକ ଶକ୍ତି ହେତୁ ସେ ବ୍ୟାଧିକୁ ଜୟ କରି ବାର୍ଦ୍ଧକ୍ୟକୁ ମଧ୍ୟ ଦୂରେଇ ଦେଇ ପାରିଛନ୍ତି। ଏଇ ସବୁ ହଉଛି ସାଧାରଣ ଭାବରେ ଆମେ ଯାହା ବୁଝନ୍ତି ଜଣେ ସ୍ୱାସ୍ଥ୍ୟବାନ ମଣିଷର ଲକ୍ଷଣ। ଏବଂ ଯେଉଁ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ, ଆମେ କହିପାରନ୍ତି ଯେ ତାଙ୍କର ରୋଗ ବ୍ୟାଧି ସବୁବେଳେ ଲାଗି ରହିଛି, ସିଏ ଦୁର୍ବଳ ଅନୁଭବ କରନ୍ତି, ନିଷ୍କ୍ରିୟ ଥାନ୍ତି, ଏତେଟା ଆକ୍ଟିଭ ହୁଏତ ନଥାନ୍ତି, ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବିଶେଷ ନାହିଁ। ଯେହେତୁ ରୋଗ ବ୍ୟାଧି ସବୁବେଳେ ଲାଗି ରହିଥାଏ, ବାର୍ଦ୍ଧକ୍ୟ ଜରା ବାର୍ଦ୍ଧକ୍ୟ ମଧ୍ୟ ଖୁବ ଶୀଘ୍ର ତାଙ୍କ ଜୀବନରେ ଆସିବାର ସମ୍ଭାବନା ଅଛି। ହେଲେ ପ୍ରଶ୍ନ ହଉଛି ଯେ ସ୍ୱାସ୍ଥ୍ୟ କଣ କେବଳ ଶରୀରକୁ ନେଇ ସୀମିତ? ବାସ୍ତବରେ ତାହା ନୁହେଁ। ସୁନ୍ଦର ସ୍ୱାସ୍ଥ୍ୟର ଅର୍ଥ ହଉଛି ମୋର ନିଜର ସମସ୍ତ ସତ୍ତା ବା ଅସ୍ତିତ୍ୱଟାକୁ ଭଲ ଭାବରେ ରଖିବା, ସୁନ୍ଦର ଭାବରେ ରଖିବା। ତେଣୁ ମୋର ଅସ୍ତିତ୍ୱ ଭିତରେ ଖାଲି ତ ଶରୀର ନାହିଁ, ଶରୀର ଅଛି, ମନ ଅଛି, ଆତ୍ମା ଅଛି। ତେଣୁ ଏଇ ତିନୋଟି ଯେତେବେଳେ ଭଲ ଭାବରେ ରହନ୍ତି, ସେତେବେଳେ କୁହାଯାଇପାରେ ଜଣେ ସ୍ୱାସ୍ଥ୍ୟବାନ ମଣିଷ ବୋଲି। କିନ୍ତୁ ଆଉ ଟିକେ ଗଭୀର ଭାବରେ ଯଦି ଯିବା, ତାହେଲେ ଆମେମାନେ ବୁଝିପାରିବା ଯେ ଆମର ଅସ୍ତିତ୍ୱଟା କେବଳ ଶରୀର, ମନ ଏବଂ ଆତ୍ମାରେ ସୀମିତ ନୁହେଁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହୁଛନ୍ତି ତାଙ୍କର ଦୀପରକ୍ଷୀ ଗ୍ରନ୍ଥର ପ୍ରଥମ ଖଣ୍ଡରେ, ଶ୍ରୀ ଠାକୁର କହୁଛନ୍ତି ଯେ ଯାହା ଯାହା ନେଇ ତୁମେ ବିଦ୍ୟମାନ, ସେ ସମସ୍ତଟା ହଉଛି ତୁମର ସତ୍ତା ବା ଅସ୍ତିତ୍ୱ। ତୁମେ ତୁମର ଶରୀର, ମନ, ଆତ୍ମାକୁ ନେଇକି ତ ବିଦ୍ୟମାନ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ତୁମର ଘର ବାଡି, ତୁମର ପରିବାର ପରିଜନ, ତୁମର ପରିବେଶ, ଇଏ ସମସ୍ତଙ୍କୁ ନେଇ ତୁମେ ବଞ୍ଚି ରହିଛ। ଏଇ ସମସ୍ତଟା ବିନା ତୁମର ଅସ୍ତିତ୍ୱ କିନ୍ତୁ ସୁରକ୍ଷିତ ନୁହେଁ। ତେଣୁ ସୁସ୍ୱାସ୍ଥ୍ୟର ଅର୍ଥ ହଉଛି ଯେ ଶରୀର, ମନ, ଆତ୍ମା ଏବଂ ପରିବେଶ, এই ସମସ୍ତଟାକୁ ନେଇ ସାମଗ୍ରିକ ଭାବରେ ସୁସ୍ଥରେ ରହିବା। ଉଦାହରଣ ସ୍ୱରୂପ, ଯଦି ମୋର ପଡୋଶୀଙ୍କୁ କୌଣସି ସଂକ୍ରାମକ ରୋଗ ହୁଏ, ତାହେଲେ ମୁଁ ସେଥିରୁ ବର୍ତ୍ତିବା ମଧ୍ୟ ସମ୍ଭବ ନ ହେଇପାରେ, କୌଣସି ଗ୍ୟାରେଣ୍ଟି ଦିଆଯାଇପାରେ ନା। ପରିବାର ଭିତରେ ଜଣଙ୍କୁ କୌଣସି ରୋଗ ହୁଏ, ତାହା ଯେ ମତେ ସଂକ୍ରମିତ ନହବ, ଏ କଥା ମଧ୍ୟ କୁହାଯାଇପାରେ ନା। ତେଣୁ ମୁଁ ସେତେବେଳେ ସୁସ୍ଥ ଯେତେବେଳେ ମୁଁ ମୋର ଶରୀର, ମନ, ଆତ୍ମା ଏବଂ ମୋର ପରିବେଶକୁ ନେଇ ସୁସ୍ଥ। ଇଏ ହଉଛି ସୁସ୍ୱାସ୍ଥ୍ୟର ଅସଲ କଥା। ବର୍ତ୍ତମାନ ଆମେ ଆଉ ଟିକେ ଭିତରକୁ ଯିବାକୁ ଚେଷ୍ଟା କରିବା, ବୁଝିବାକୁ ଚେଷ୍ଟା କରିବା ଯେ ଏଇ ସୁସ୍ୱାସ୍ଥ୍ୟର ବା ଭଲ ସ୍ୱାସ୍ଥ୍ୟର ଆଧାର କଣ? କଣ ହଉଛି, କାହା ଉପରେ ପର୍ଯ୍ୟବେସିତ ବା ଆଧାରିତ ହଉଛି ଏ ସୁସ୍ୱାସ୍ଥ୍ୟ? କଣ ଧରି ରଖିଛି ଏ ସୁନ୍ଦର ସ୍ୱାସ୍ଥ୍ୟକୁ? କେଉଁ ତତ୍ଵ ଉପରେ ଆଧାରିତ ମଣିଷର ସ୍ୱାସ୍ଥ୍ୟ? ଏଇଟା ହଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା, ଏଇଟା ଜାଣିବା ଦରକାର। ଏଇ ଫଣ୍ଡାମେଣ୍ଟାଲ ଜିନିଷଟି, ମୌଳିକ କଥାଟି ଯଦି ଆମେ ଜାଣିପାରିବା ଏବଂ ବୁଝିପାରିବା, ତାହେଲେ ଆମମାନଙ୍କର ଆଉ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ସେଇ ମୌଳିକ ଜିନିଷଟାକୁ ଯଦି ଆମେ ଧରି ରଖନ୍ତି, ତାହେଲେ ଆମମାନଙ୍କର ସ୍ୱାସ୍ଥ୍ୟ ନିଶ୍ଚିତ ଭାବରେ ସୁରକ୍ଷିତ। ସେଇ କଥାଟି କଣ? ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବିଜ୍ଞାନ ବିଭୂତି ଗ୍ରନ୍ଥରେ ଶ୍ରୀ ଶ୍ରୀ ଠାକୁର 19 ନମ୍ବର ବାଣୀରେ ଏଇ ରହସ୍ୟଟି ଉନ୍ମୋଚିତ କରିଛନ୍ତି। ତା ପୂର୍ବରୁ ଗୋଟିଏ ଜିନିଷ ଆମେ ଜାଣି ରଖିବା ଦରକାର ଯେ ଆମମାନଙ୍କର ଯୋଉ ଶରୀର, ଏଇ ଶରୀରଟି
असंख्य बिलियंस ऑफ सेल्स, असंख्य कोष गुच्छ को नहीं गठित, बिलियंस ऑफ सेल्स को नहीं होचे आम शरीर गठित। वर्तमान कथा होची जे श्री श्री ठाकुर এই কথাটিକୁ ଆଉ ଟିକେ ସୁନ୍ଦର ଭାବରେ ବୁଝେଇ ଦେଇଛନ୍ତି। ଠାକୁର କହୁଛନ୍ତି ଯେ କେବଳ ଆମର କୋଷ ଗୁଡିକ ଏକାଠି ଅଛି ବୋଲି ଯେ ଆମ ମାନଙ୍କ ଶରୀର ଅଛି ତାହା ନୁହେଁ, ସେତିକି ଯଥେଷ୍ଟ ନୁହେଁ। ଠାକୁର କହୁଛନ୍ତି ଯେ କୋଷ ଗୁଚ୍ଛର ସ୍ୱାଭାବିକ ସକ୍ରିୟ ସଂହତି ହିଁ ହେଉଛି ଆମର ଶରୀର। ଖାଲି କୋଷ ଗୁଡିକ ଏକାଠି ରହିଲେ ହୁଏ ନା, ସେମାନେ ସ୍ୱାଭାବିକ ଭାବରେ ସକ୍ରିୟ ହେଇ ଆକ୍ଟିଭ ହେଇ ସଂହତ ହେଇ ଇଣ୍ଟିଗ୍ରେଟେଡ ହେଇ ଯେତେବେଳେ ରହନ୍ତି, ପରସ୍ପର ପରସ୍ପରକୁ ପୂରଣ କରି, ସେତେବେଳେ ଆମର ଶରୀରଟା ସୁସଂଗଠିତ ହୁଏ। ଯଦି କୋଷ ଗୁଡିକ ନଥାନ୍ତି, ଯଦି କୋଷ ଗୁଡିକ ଭିତରେ ସଂହତି ନଥାଏ, ପରସ୍ପର ପରସ୍ପର ସହିତ ସକ୍ରିୟ ସଂହତି ନେଇ ସେମାନେ ଯଦି ନଥାନ୍ତି, ତାହେଲେ ଆମ ଶରୀରଟା ମଧ୍ୟ ତିଷ୍ଠିବା ସମ୍ଭବ ନୁହେଁ। ସେ ଠାକୁର କହୁଛନ୍ତି ସେଇ ବାଣୀଟିରେ, ଆବାର ପୁଣି କୋଷର ଅନ୍ତର୍ନିହିତ ବ୍ୟବସ୍ଥ ମୌଳିକ ଉପାଦାନ ଗୁଡିକ ପରସ୍ପରର ପ୍ରତି ପରସ୍ପରର ଆକୁଞ୍ଚନ ପ୍ରସାରଣ ଓ ବିରମଣ ଅନୁଦୀପନାରେ ଉଦ୍ଦୀପ୍ତ ହେଇ ପରସ୍ପର ପରସ୍ପରକୁ ସକ୍ରିୟ କରି ରଖନ୍ତି। ବହୁତ ବହୁତ ଇମ୍ପୋର୍ଟାଣ୍ଟ କଥା ଏଇଟା, ଯେ କୋଷ ଗୁଡିକ ଭିତରେ ସଂହତି ଅଛି, କିନ୍ତୁ ଏଭଳି ଅସଂଖ୍ୟ କୋଷ ଆମ ଶରୀରରେ ଅଛନ୍ତି, କିନ୍ତୁ ଏଇ ଅସଂଖ୍ୟ କୋଷ ରାଜିର ପ୍ରତ୍ୟେକଟି କୋଷ ଭିତରେ ଯେଉଁ ମୌଳିକ ଉପାଦାନ ଗୁଡିକ ଅଛି, ତାଙ୍କ ଭିତରେ ଯୋଉ ଆଟମ୍ସ ଅଛି ବା ମଲିକ୍ୟୁଲ୍ସ ଅଛି, ଯୋଉ ମୌଳିକ ଉପାଦାନ ଗୁଡିକ ଅଛି, ଇଲେକ୍ଟ୍ରନ ପ୍ରୋଟନ ଅଛି, ଏଇ ମୌଳିକ ଉପାଦାନ ଗୁଡିକ ଭିତରେ ଆକର୍ଷଣ ବିକର୍ଷଣ ସବୁବେଳେ ଲାଗି ରହିଛି। ଗୋଟିଏ କୋଷ ଭିତରେ, ମାନେ କ୍ଷୁଦ୍ରାତି କ୍ଷୁଦ୍ରତମ କୋଷ, ଯାହାକୁ ଖାଲି ଆଖିରେ ଦେଖିବା ମଧ୍ୟ କଷ୍ଟ, ତା ଭିତରେ ଥିବା ମୌଳିକ ଉପାଦାନ ଗୁଡିକ, ତା ଭିତରେ ଆକର୍ଷଣ ବିକର୍ଷଣ ଲାଗି ରହିଛି। ତାମାନେ ତା ଭିତରେ ଗତି ନିରନ୍ତର ଅଛି। ସେ ଠାକୁର କହୁଛନ୍ତି ଏଇ ଯୋଉ ଗତି ହଉଛି ପ୍ରାଣ ଶକ୍ତିର ପ୍ରବାହ, ଫ୍ଲୋ ଅଫ ଭାଇଟାଲ ଏନର୍ଜି। ଏଇ ଯୋଉ ପ୍ରାଣ ଶକ୍ତିର ପ୍ରବାହ ପ୍ରତ୍ୟେକଟି କୋଷ ଭିତରେ ନିରନ୍ତର ଲାଗି ରହିଛି। ଠାକୁର କହୁଛନ୍ତି ଏଇ ଗତି ହଉଛି ଜୀବନର ଗତି। ଏଇ ଗତି ହେଲା ଜୀବନର ଗତି। ଏଇ ଗତି ସେ ଠାକୁର କହୁଛନ୍ତି ଯେଉଁ ସବୁ କାରଣରୁ ଏଇ ଚଳନ ଗତି ମନ୍ଥର ହେଇ ଉଠେ, ସେଇଥିରୁ ହିଁ ଆସେ ବାର୍ଦ୍ଧକ୍ୟ, ବ୍ୟାଧି ଓ ବାର୍ଦ୍ଧକ୍ୟ। ଅର୍ଥାତ୍ ଯେତେବେଳେ ଏଇ ଚଳନ ଗତି, ଏଇ ଫ୍ଲୋ ଅଫ ଭାଇଟାଲ ଏନର୍ଜି ଯେତେବେଳେ ଆମ ଭିତରେ ମନ୍ଥର ହେଇଯାଏ, ଧୀର ହେଇଯାଏ, ସେଇଥିରୁ ଆରମ୍ଭ ସୃଷ୍ଟି ହୁଏ ବ୍ୟାଧି, ରୋଗ, ବାର୍ଦ୍ଧକ୍ୟ। ପୁଣି ଠାକୁର କହୁଛନ୍ତି ଯେତେବେଳେ ଯେଉଁଠାରେ ଏଇ ଗତି ସମ୍ପୂର୍ଣ୍ଣ ଭାବେ ଏକଦମ ରହିଯାଏ, ସ୍ଥିର ହେଇଯାଏ, ତାହା ହଉଛି ମୃତ୍ୟୁ। ସୁନ୍ଦର ସ୍ୱାସ୍ଥ୍ୟ, ରୋଗ ବ୍ୟାଧି, ଜୀବନ ଏବଂ ମୃତ୍ୟୁ, ତାର ରହସ୍ୟ ଶ୍ରୀ ଶ୍ରୀ ଠାକୁର ଏଇ 19 ନମ୍ବର ବାଣୀରେ ବୁଝେଇ ଦେଇଛନ୍ତି। ଅର୍ଥାତ୍ ଆମ ଶରୀର ଭିତରେ ଯୋଉ ପ୍ରାଣ ଶକ୍ତିର ପ୍ରବାହ ପ୍ରତ୍ୟେକଟି କୋଷ ଭିତର ଦେଇ, ସେଇ ପ୍ରାଣ ଶକ୍ତିର ପ୍ରବାହ ଫ୍ଲୋ ଯେତେବେଳେ ମନ୍ଥର ହେଇଯାଏ, ସ୍ଲୋ ହେଇଯାଏ, ଧୀର ହେଇଯାଏ, ସେତେବେଳେ ରୋଗ ବ୍ୟାଧି ମାଡି ବସେ, ବାର୍ଦ୍ଧକ୍ୟ ମଧ୍ୟ ଆସିଯାଏ, ଯଦି ତାହା ପୁନର୍ବାର ତ୍ୱରାନ୍ୱିତ ନ ହୁଏ। ଏବଂ ଯେତେବେଳେ ସେଇ ଗତି ସବୁଦିନ ପାଇଁ ରହିଯାଏ, ସ୍ଥିର ହେଇଯାଏ, ପୁରାପୁରି ସ୍ଥିର ହେଇଯାଏ, ସେତେବେଳେ ଆସେ ମୃତ୍ୟୁ। ଇଏ ହଉଛି ସୁନ୍ଦର ସ୍ୱାସ୍ଥ୍ୟର ଆଧାର। ଆମମାନଙ୍କର ଏଇ ପ୍ରାଣ ଶକ୍ତିର ପ୍ରବାହ ଆମ ଶରୀର ଭିତରେ ହଉଛି ସୁନ୍ଦର ଶକ୍ତି। ଏଇ ଯୋଉ ପ୍ରାଣ ଶକ୍ତିର ପ୍ରବାହ ହିଁ ହଉଛି ସୁନ୍ଦର ସ୍ୱାସ୍ଥ୍ୟର ଆଧାର। କଥା ହଉଛି ଶ୍ରୀ ଠାକୁରଙ୍କୁ ଦିନେ ଜଣେ ଭକ୍ତ ପ୍ରଶ୍ନ କରୁଛନ୍ତି, ଠାକୁର ଆମେ ରୋଗଗ୍ରସ୍ତ କାହିଁକି ହଉ? ଠାକୁର କହୁଛନ୍ତି ରୋଗ ବା ଡିଜିଜ ମାନେ ହେଲା
absence of ease, disease ମାନେ absence of ease, ସ୍ୱସ୍ତିର ଅଭାବ। ସ୍ୱସ୍ତିର ଅଭାବ କଣ? ଠାକୁର କହୁଛନ୍ତି ଯେତେବେଳେ ଏଇ ପ୍ରାଣ ଶକ୍ତିର ଯୋଉ ପ୍ରବାହ ସିଏ ଯେତେବେଳେ ତାର ଭାରସାମ୍ୟ ହରେଇ ବସେ ସେତେବେଳେ ରୋଗ ଆସେ। ଯଦି ସେଇ ଭାରସାମ୍ୟଟାକୁ ଆମେ ନଷ୍ଟ ହବାକୁ ଦିଅନ୍ତି ନାହିଁ, ଭାରସାମ୍ୟଟା ଯଦି ମେଣ୍ଟେନ କରି ରଖାଯାଇପାରେ ଏବଂ ଏଇ ପ୍ରବାହଟାକୁ ଯଦି ମନ୍ଥର ହବାକୁ ନ ଦିଅନ୍ତି, ତାହାକୁ ଯଦି ସ୍ୱାଭାବିକ ନର୍ମାଲ ରଖନ୍ତି, ଯେଉଁଭଳି ବେଗରେ ବା ସ୍ପିଡରେ ତାହା ଚଳମାନ ହେବା କଥା, ତାହେଲେ ଆମେ ଆମ ସ୍ୱାସ୍ଥ୍ୟକୁ ରକ୍ଷା କରିପାରିବା, ସ୍ୱାସ୍ଥ୍ୟକୁ ଆମେ ନିଶ୍ଚିତ ଭାବରେ ସୁରକ୍ଷିତ ରଖିପାରିବା। ବର୍ତ୍ତମାନ ଇଏ ହଉଛି ଅସଲ କଥା। ଏଇ କଥାଟି ଯଦି ମନେ ରଖିବା ତାହେଲେ ଆଉ ଏଇ ସୁନ୍ଦର ସ୍ୱାସ୍ଥ୍ୟ ବିଷୟ ନେଇ ବିଶେଷ କିଛି ଭାବିବାକୁ ପଡିବ ନାହିଁ, କାରଣ ତାର ଯାହା ଉପାୟ ତାହା ଆମମାନେ ତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିପାରିବା। ତ ଏଇ କଥାଟି ଆଲୋଚନାରେ ସବୁ ସମୟରେ ମନେ ରଖିବାକୁ ପଡିବ ଆମମାନଙ୍କୁ, ଯେ ପ୍ରାଣ ଶକ୍ତିର ପ୍ରବାହ ତାହା ଯେମିତି ମନ୍ଥର ନ ହେଇଯାଏ, ତାହା ଯେମିତି ଭାରସାମ୍ୟ ନ ହରାଏ, ତାହା ଯେମିତି ଅଟକି ନଯାଏ। ଏତିକି ଯଦି କରିପାରିବା ତାହେଲେ ଆଉ କୌଣସି ଚିନ୍ତା କରିବାର ନାହିଁ। ଉଦାହରଣ ଦେଇ ଯଦି ବୁଝାଯାଏ ତାହେଲେ ଦେଖନ୍ତୁ, ଗୋଟେ ତାର ଭିତରେ ତାରଟା ପଡି ରହିଛି, ସେଥିରେ କିଛି ହଉନାହିଁ, କିନ୍ତୁ ଯେତେବେଳେ ସେ ତାରଟିକୁ ଗୋଟେ ଇଲେକ୍ଟ୍ରିକ ପଏଣ୍ଟରେ ପାୱାର ସାଙ୍ଗରେ ତାକୁ କନେକ୍ଟ କରାଯାଏ, ସେତେବେଳେ ତା ଭିତରେ ଇଲେକ୍ଟ୍ରିକ କରେଣ୍ଟର ପ୍ରବାହ ହୁଏ, ତାକୁ କୁହାଯାଏ ଲାଇଭ ୱାୟାର। ଯେତେବେଳେ ଇଲେକ୍ଟ୍ରିକ କରେଣ୍ଟ ନାହିଁ ସେଟା ହେଲା ଡେଡ ୱାୟାର, ସେ ୱାୟାରର ତାରର କିଛି ଭ୍ୟାଲ୍ୟୁ ନାହିଁ। ଯେତେବେଳେ କରେଣ୍ଟ ତା ଭିତରେ ପ୍ରବାହିତ ହୁଏ ତାକୁ କୁହାଯାଏ ଲାଇଭ ୱାୟାର। ଶରୀର ଏବଂ ପ୍ରାଣ ଶକ୍ତି ଠିକ ସେଇଭଳି। ଶରୀରଟି ହଉଛି ଗୋଟେ ସ୍ଥୂଳ ଜିନିଷ, କିନ୍ତୁ ତାର କୌଣସି ମୂଲ୍ୟ ନାହିଁ ଯେପର୍ଯ୍ୟନ୍ତ ତା ଭିତରେ ପ୍ରାଣ ଶକ୍ତି, ଭାଇଟାଲ ଏନର୍ଜି ର ପ୍ରବାହ ନ ହେଇଛି। ଯେତେବେଳେ ସେ ପ୍ରାଣ ଶକ୍ତିର ପ୍ରବାହ ହୁଏ ସେତେବେଳେ ଶରୀରଟି ଜୀବନ୍ତ ହେଇ ଉଠେ। ଏରା ଠିକ ସେଇ କଥା। ଯଦି ସେଇ ତାରଟିକୁ ଯାହା ଭିତର ଦେଇ ଇଲେକ୍ଟ୍ରିକ କରେଣ୍ଟ ପ୍ରବାହିତ ହୁଏ, ସେଇ ତାରଟି ଯଦି ବିଭିନ୍ନ ଜାଗାରେ କଟି ଯାଇଥାଏ, ଖଣ୍ଡିଆ ହେଇଯାଇଥାଏ, କଟି ଯାଇଥାଏ, ଛିଡି ଯାଇଥାଏ, ତାହେଲେ ସେଇ ତାରରେ ଇଲେକ୍ଟ୍ରିକ କରେଣ୍ଟ କଣ ପ୍ରବାହିତ ହେଇପାରିବ? ବା ଯଦି ପ୍ରବାହିତ ହୁଏ, କେତେବେଳେ ଲାଇଟ ଜଳିବ, କେତେବେଳେ ପୁଣି ଲିଭିଯିବ, ଯାହାକୁ ଆମେ କହିବା ଲୁଜ କନେକ୍ସନ ହଉଛି, କାରଣ ତାରଟା କଟି ଯାଇଛି ବିଭିନ୍ନ ଜାଗାରେ। ତେଣୁ ଭଲ ଭାବରେ କରେଣ୍ଟ ତା ଭିତରେ ପ୍ରବାହିତ ହେଇପାରୁନାହିଁ। ଠିକ ସେଇଭଳି ଭାବରେ ଆମର ଶରୀରଟାକୁ ଯଦି ଆମେ ଠିକ ନ ରଖନ୍ତି, ଯଦି ଶରୀର ଭିତରେ ବିଭିନ୍ନ ରୋଗ ବ୍ୟାଧି ଲାଗି ରହିଥାଏ, ଶରୀରଟା ହିଁ ଠିକ ନଥାଏ, ତାହେଲେ ପ୍ରାଣ ଶକ୍ତି କଣ ତା ଭିତରେ ପ୍ରବାହିତ ହେଇପାରିବ ଠିକ ଭାବରେ? ଯେମିତି ଛିଣ୍ଡି ଯାଇଥିବା ତାର ଭିତରେ ଇଲେକ୍ଟ୍ରିକ କରେଣ୍ଟ ଠିକ ଭାବରେ ପ୍ରବାହିତ ହେଇପାରେ ନା, ଠିକ ସେମିତି ଶରୀରଟି ଯାହା ଖଣ୍ଡ ବିଖଣ୍ଡିତ ବା ଅସୁସ୍ଥ, ଯାହା ବିଭିନ୍ନ ଭାବରେ କ୍ଷୁର୍ଣ୍ଣ ହେଇଛି, ହାର୍ଟ ଭଲ ଭାବରେ କାମ କରୁନି କି ଲିଭର ଭଲ ଭାବରେ କାମ କରୁନି, ଏଇଭଳି ଗୋଟେ ଭଙ୍ଗା ଶରୀର ଭିତରେ ପ୍ରାଣ ଶକ୍ତି କିଭଳି ଭାବରେ ଉଚ୍ଛଳ ହେଇ ଉଠିବ, ତାହା ସମ୍ଭବ ନୁହେଁ। ସେଇଥିପାଇଁ ଏଇ ଶରୀରଟାକୁ ଠିକ ରଖିବା ହଉଛି ଜରୁରୀ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା। ଶରୀର ବିନା ପ୍ରାଣ ଶକ୍ତିର ପ୍ରବାହ ସମ୍ଭବ ନୁହେଁ। ପ୍ରାଣ ଶକ୍ତିର ପ୍ରବାହ ବିନା ଶରୀରର ମଧ୍ୟ କୌଣସି ଅସ୍ତିତ୍ୱ ନାହିଁ। ତେଣୁ ଯେମିତି ଗୋଟିଏ ଗାଡି ଏବଂ ଡ୍ରାଇଭର ନଥିଲେ ଗାଡିଟି ପଡି ରହିବ, ଗାଡିଟି ଆଗକୁ ବଢି ପାରିବ ନାହିଁ। କିନ୍ତୁ ଗାଡିଟି ନଥିଲେ ଡ୍ରାଇଭର ବସିବ କୋଉଠି? ତେଣୁ ଗାଡିଟି ଡ୍ରାଇଭରକୁ ଧାରଣ କରିଛି ଏବଂ ଡ୍ରାଇଭର ଗାଡିକୁ ଚଲାଉଛି। ସେମିତି ଆମର ଶରୀର ଆମର ଏଇ ପ୍ରାଣ ଶକ୍ତି ବା ଭାଇଟାଲ ଏନର୍ଜିକୁ ଧାରଣ କରିଛି ଏବଂ ଏଇ ପ୍ରାଣ ଶକ୍ତି ଆମର ଶରୀରକୁ ଚଲାଉଛି। ତେଣୁ ଉଭୟଙ୍କ ଉପରେ ନିର୍ଭରଶୀଳ। ଶରୀର ଯଦି ଭଲ ରହେ ତାହେଲେ ପ୍ରାଣ ଶକ୍ତି ସେଇ ଶରୀର ଭିତରେ ଦେଇ ସୁନ୍ଦର ଭାବରେ, ସ୍ୱାଭାବିକ ଭାବରେ ପ୍ରବାହିତ ହେଇ ଶରୀରକୁ ଆହୁରି ଭଲ ରଖିପାରେ। ଠିକ ସେଇଭଳି ଭାବରେ ପ୍ରାଣ ଶକ୍ତି ଯଦି ଉଚ୍ଛଳ ହେଇ ଉଠେ ତାହେଲେ ତାହା ଶରୀରକୁ ମଧ୍ୟ ସୁସ୍ଥ କରି ତୋଳେ, ଠିକ ଭାବରେ ଶରୀରକୁ ପରିଚାଳିତ କରେ।
ଇଏ ହଉଛି ସ୍ୱାସ୍ଥ୍ୟର ସୁନ୍ଦର ସ୍ୱାସ୍ଥ୍ୟର ମୂଳ କଥା। ବର୍ତ୍ତମାନ ସୁନ୍ଦର ସ୍ୱାସ୍ଥ୍ୟର ମୂଳ କଥା କଣ ବୁଝିଲେ? ମଣିଷ ସ୍ୱାସ୍ଥ୍ୟ କଣ ପାଇଁ ହରାଏ ସେ କଥା ବୁଝିଲେ। ଭାଇଟାଲ ଏନର୍ଜିର ଫ୍ଲୋ ଡିଷ୍ଟର୍ବ ହେଲେ ମଣିଷ ସୁନ୍ଦର ସ୍ୱାସ୍ଥ୍ୟ କିଭଳି ମେଣ୍ଟେନ କରିପାରେ ସେ କଥା ବି ବୁଝିଲେ। ଏଇ ଭାଇଟାଲ ଏନର୍ଜିକୁ ଯଦି ଆମେ ତାର ଭାରସାମ୍ୟକୁ ହରେଇବାକୁ ନ ଦିଅନ୍ତି ଏବଂ ତାହାକୁ ଯଦି ଚିରନ୍ତନ ଗତିଶୀଳ ଗତିମାନ କରି ରଖନ୍ତି, ଇଏ ତ ହେଲା ମୂଳ କଥା, ଇଏ ହେଲା ଏସେନ୍ସ। କିନ୍ତୁ ଉପାୟ କଣ? ଆଜିର ବିଷୟବସ୍ତୁ ହେଲା ସୁସ୍ୱାସ୍ଥ୍ୟର ଉପାୟ। ଟେକ୍ନିକ ଟା କଣ? ଟେକ୍ନିକ ଟା ହଉଛି ଯାହା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଲେ, ତାହା ହଉଛି ସଦାଚାର, ସତ୍ ଆଚାର। ସଦାଚାର ମାନେ ହଉଛି ସେହି ଆଚରଣ ଯାହା ସତ୍ ବା ସତ୍ତାକୁ, ଅସ୍ତିତ୍ୱକୁ ପୋଷଣ ଦିଏ, ରକ୍ଷା କରେ। ଯେଉଁ ଆଚରଣ ଦ୍ୱାରା ମଣିଷର ସତ୍ତା ପୁଷ୍ଟ ହୁଏ, ସୁରକ୍ଷିତ ହୁଏ, ବର୍ଦ୍ଧିତ ହୁଏ, ସେ ହେଲା ସଦାଚାର। ଯେଉଁ ଆଚରଣ ଦ୍ୱାରା ମଣିଷର ଅସ୍ତିତ୍ୱ ବା ସତ୍ତା କ୍ଷୁର୍ଣ୍ଣ ହୁଏ, ତାହା ହଉଛି ଅସତ୍ ଆଚରଣ, ତାହା ସଦାଚାର ନୁହେଁ। ତେଣୁ ଆମେମାନେ ଯଦି ସଦାଚାରର ନିୟମକୁ ଫଲୋ କରନ୍ତି, ତାହେଲେ ଆମେମାନେ ଆମ ଶରୀର ଭିତରେ ଥିବା ଯୋଉ ଭାଇଟାଲ ଏନର୍ଜି ବା ପ୍ରାଣ ଶକ୍ତିର ପ୍ରବାହ, ତାକୁ ଆମେ ଗତିମାନ, ପ୍ରବାହମାନ, ଚଳମାନ କରି ରଖିପାରିବା ଏବଂ ଶରୀରକୁ ଚିରଦିନ ପାଇଁ ସୁସ୍ଥ ରଖିପାରିବା, ବାର୍ଦ୍ଧକ୍ୟକୁ ଏଡେଇ ଦେଇପାରିବା ଏବଂ ଶ୍ରୀ ଶ୍ରୀ ଠାକୁରଙ୍କ ଭାଷାରେ ମୃତ୍ୟୁକୁ ମଧ୍ୟ ଜୟ କରିପାରିବା। ବର୍ତ୍ତମାନ ତାର ଉପାୟ କଣ? ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ସେଇ ସତ୍ ଆଚାର ହଉଛି ତାର ତିନୋଟି ଭାଗ ଅଛି। ଗୋଟିଏ ହେଲା ଶାରୀରିକ ସଦାଚାର, ଫିଜିକାଲ ହାଇଜିନ, ଆଉ ଗୋଟେ ହେଲା ମାନସିକ ସଦାଚାର, ମେଣ୍ଟାଲ ହାଇଜିନ, ଆଉ ଗୋଟେ ହେଲା ଆଧ୍ୟାତ୍ମିକ ସଦାଚାର, ସ୍ପିରିଚୁଆଲ ହାଇଜିନ। ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ, ଇଏ ଯୋଉ ବିଷୟ ବିଶାଳ, ଦିନ ଦିନ ଧରି ଆଲୋଚନା କଲେ ମଧ୍ୟ ଶେଷ ହବ ନାହିଁ। ତେଣୁ ଆଜି এই ସମସ୍ତଟା ଆମେ ଆଲୋଚନା କରିପାରିବା ନାହିଁ। ଆଜି ଆମେ କେବଳ ଶାରୀରିକ ସଦାଚାର ବା ଫିଜିକାଲ ହାଇଜିନ ଆରି ଉପରେ ଆଲୋକପାତ କରିବା। ପରବର୍ତ୍ତୀ ଅଧ୍ୟାୟ ଗୁଡିକରେ ଆମମାନେ ମେଣ୍ଟାଲ ହାଇଜିନ ଏବଂ ସ୍ପିରିଚୁଆଲ ହାଇଜିନ ଉପରେ ବିଶଦ ଭାବରେ ଆଲୋଚନା କରିବା ପାଇଁ ଚେଷ୍ଟା କରିବା। କଥା ହଉଛି ଏଇ ଯୋଉ ଶାରୀରିକ ସଦାଚାର, ଇଏ ମଧ୍ୟ ଗୋଟେ ବିରାଟ ବିଷୟ। ଇଏ ମଧ୍ୟ କମ ସମୟ ଭିତରେ ଆଲୋଚନା କରି ଶେଷ କରିବା ସମ୍ଭବ ନୁହେଁ। ଆଜି ଚେଷ୍ଟା କରିବା ଯେତେଟା ସମ୍ଭବ ହେଇପାରେ, ଯଦି ଶେଷ ନ ହେଇପାରେ ତାହେଲେ ପରବର୍ତ୍ତୀ ଅଧ୍ୟାୟରେ ଆମମାନେ ଚେଷ୍ଟା କରିବା ଏର ଆଲୋଚନା ରଖିବା ପାଇଁ। ଏଇ ଯୋଉ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସଦାଚାର, ଆମେ ଯଦିଓ ଏହାକୁ ଅଲଗା ଅଲଗା ଦିନ ଆଲୋଚନା କରିବା, କିନ୍ତୁ କଥା ହଉଛି ଯେ ଏଇ ତିନୋଟି ପରସ୍ପର ସହିତ ଇଣ୍ଟର ରିଲେଟେଡ, ଏମାନଙ୍କର ସମ୍ପର୍କ ପରସ୍ପର ସହିତ ନିବିଡ଼। ଗୋଟିଏ ବିନା ଆଉ ଗୋଟିଏ ସମ୍ଭବ ନୁହେଁ। ତେଣୁ ଏହାକୁ ଆଇସୋଲେସନରେ ଆଲୋଚନା କରିବାଟା ସବୁ ସମୟରେ ସମ୍ପୂର୍ଣ୍ଣ ସବୁ ଦିଗ ଦେଇକି ବୁଝିବା ସମ୍ଭବ ନ ହେଇପାରେ, କିନ୍ତୁ ସମୟର ସ୍ୱଳ୍ପତା ହେତୁ ଆମମାନେ ସେଇଭଳି ଭାବରେ ଆଲୋଚନା କରିବା। ଆର ଏମାନଙ୍କର ଯୋଉ ପରସ୍ପର ନିବିଡ଼ ସମ୍ପର୍କ, ସେଇ ବିଷୟରେ ଯଦି ଗୋଟେ କଥା ଆପଣ ମାନଙ୍କୁ କହିବାକୁ ଚାହିଁବି, ଯେ ଶରୀରଟା ଆମର, ଶରୀରର ତିନୋଟି ଭାଗ ଅଛି। ଗୋଟେ ହଉଛି ସ୍ଥୂଳ ଶରୀର, ଆଉ ଗୋଟେ ହେଲା ସୂକ୍ଷ୍ମ ଶରୀର ଯାହା ହଉଛି ଆମର ମନ ବା ମାନସ, ଆଉ ଗୋଟେ ହଉଛି କାରଣ ଶରୀର ଯାହା ହଉଛି ଆତ୍ମା। ତେଣୁ ଆମ ଶରୀରଟା କେବଳ ଆମେ ଯାହା ଦେଖନ୍ତି, ଆଖି, କାନ, ନାକ, ସେତିକି ନୁହେଁ। ଆମ ଶରୀର ଭିତରେ ଅଛି, ଆମ ଶରୀର ଆମେ ଯାହା ଦେଖନ୍ତି ତାହା କେବଳ ହଉଛି ସ୍ଥୂଳ ଶରୀର। ତା ଭିତରେ ଯାହା ଦେଖି ପାରନ୍ତି ନାହିଁ, ଯାହା ସୂକ୍ଷ୍ମ ଅବସ୍ଥାରେ ଅଛି, ତାହା ହଉଛି ଆମର ମନ ବା ମାନସ ପଟ। ଏବଂ ତୃତୀୟ ଜିନିଷଟି ହଉଛି ଯେ କାରଣ ଶରୀର ଯାହା ହଉଛି ଆତ୍ମା, ଯାହା ବିନା ଏ ଶରୀରର କୌଣସି ମୂଲ୍ୟ ନାହିଁ। ନା ଶରୀରର କୌଣସି ମୂଲ୍ୟ ଅଛି, ନା ଏ ଆତ୍ମାର କୌଣସି ମୂଲ୍ୟ ଅଛି। ଏମାନଙ୍କ ଭିତରେ ସମ୍ପର୍କଟି କଣ? ସେ ଠାକୁର କହୁଛନ୍ତି ଯେ ଶରୀରର ଯେତେ ପ୍ରକାର ରୋଗ, ତାର ମୂଳ କାରଣଟି ହଉଛି ମନ।
ଏଇ ମନଟା ଯଦି ଠିକ ଥାଏ ତାହେଲେ ଶରୀରଟା ଠିକ ରହିବ। ଠାକୁର ଗୋଟେ ବାଣୀ ଅଛି ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥରେ ଶ୍ରୀ ଠାକୁର କହୁଛନ୍ତି এই মনটি দুষ্ট হলেই জানিস রোগের আথাল হয়, এইটাকে তুই এড়িয়ে চলিস করবি ব্যাধির জয়। ଠାକୁର କହୁଛନ୍ତି ଏଇ ମନଟା ଯଦି ଦୁଷ୍ଟ ହେଲା ତାହେଲେ ଶରୀରଟା ହିଁ ଦୁଷ୍ଟ ହବ। ତାହେଲେ ଆମେ କେବଳ ଶରୀର ବିଷୟରେ କିଭଳି ଆଲୋଚନା କରିବା, କାରଣ ଶରୀର ଯୋଉ ରୋଗ ବ୍ୟାଧି ତାର ମୂଳ କାରଣଟା ହଉଛି ମନ। ମନଟା ଯଦି ଦୁଷ୍ଟ ହୁଏ ତାହେଲେ ଆମର ଆଚରଣ ହିଁ ଦୁଷ୍ଟ ହବ, ଆଉ ଆମର କୁ ଆଚରଣ ହିଁ ଆମକୁ ଆମର ଶରୀରଟାକୁ ନଷ୍ଟ କରିଥାଏ। ଉଦାହରଣ ସ୍ୱରୂପ ମନଟା ଯଦି ପ୍ରବୃତ୍ତି ମୁଖର ହୁଏ, ମନଟା ଯଦି ଲୋଭ ଆଡକୁ ଆସକ୍ତ ହୁଏ, ମୁଁ ଯଦି କହେ ମୁଁ 2 କେଜି ରସଗୋଲା ସବୁଦିନ ଖାଇବି କାରଣ ମୋ ମନ ସେୟା ଚାହେଁ, ତାହେଲେ ମୋର ଆଚରଣ ସେଇଭଳି ହବ। ଏବଂ ମୋ ଆଚରଣ ଯଦି ସେଭଳି ହୁଏ, ଯଦି ଲୋଭର ବଶବର୍ତ୍ତୀ ହେଇ ମୁଁ ଯଦି ପ୍ରଚୁର ପରିମାଣରେ ରସଗୋଲା ଖାଇବାକୁ ଲାଗେ, ତାହେଲେ ମୋ ଶରୀରଟା ଖରାପ ହବ। ଇଏ ହଉଛି ମନ ଏବଂ ଶରୀରର ସମ୍ପର୍କ। ସେଇଥିପାଇଁ ସଦାଚାର କଥା ବା ସ୍ୱାସ୍ଥ୍ୟର କଥା ବୁଝିବାକୁ ହେଲେ ଏ 3ଟି ଦିଗ ଦେଇ ବୁଝିବାକୁ ହବ। ଆଜି କିନ୍ତୁ ଆଲୋଚନା ଆମେ କରିବା ଶାରୀରିକ ସଦାଚାର ଉପରେ। ଏଇ ଯୋଉ ଶାରୀରିକ ସଦାଚାର ତାର 2ଟି ଭାଗ ଅଛି। ଗୋଟେ ହଉଛି ସତ୍ ଆହାର, ଆଉ ଗୋଟେ ହଉଛି ସତ୍ ଚଳନ। ସତ୍ ଆହାର ମାନେ ମୁଁ କଣ ଖାଉଛି ତାହାର ପ୍ରଭାବ ମୋର ଶରୀର ଉପରେ କିପରି। ସତ୍ ଚଳନ ହେଲା ମୋର ଚାଲି ଚଳନ ଆଚାର ବ୍ୟବହାର କିପରି ତାହାର ମୋର ଶରୀର ଉପରେ ପ୍ରଭାବ। ଏଇ 2ଟି ଦିଗ ଦେଇ ଆମମାନେ ଚେଷ୍ଟା କରିବା ଆଲୋଚନା କରିବା। ତେଣୁ ପ୍ରଥମେ ଆମେ ଆଲୋଚନା କରିବା ଖାଦ୍ୟ ଉପରେ ଏବଂ ପରବର୍ତ୍ତୀ ସମୟରେ ଆମେ ଯିବା ଆମର ଦିନଚର୍ଯ୍ୟା ଚଳନ ଜୀବନଚର୍ଯ୍ୟା ଏସବୁ ଆଡକୁ, ଯାହା ଆମର ଶରୀର ଉପରେ ପ୍ରଭାବ ପକାଏ। ବର୍ତ୍ତମାନ ପ୍ରଥମ କଥା ହଉଛି ଯେ ଆହାର। ଏଇ ଆହାରର ପ୍ରଭାବ ଶରୀର ଉପରେ କଣ? ଗୋଟେ କଥା ଅଛି, ଆହାର ଶୁଦ୍ଧି ଶରୀର ଶୁଦ୍ଧି ଆତ୍ମା ଶୁଦ୍ଧି। ଯଦି ମଣିଷର ଆହାରଟା ଶୁଦ୍ଧ ହୁଏ, ଠିକ ହୁଏ, ପିଓର ହୁଏ, ତାହେଲେ ଶରୀର ମଧ୍ୟ ଶୁଦ୍ଧ ରହିବ, ଆତ୍ମା ମଧ୍ୟ ଭଲ ରହିବ, ମଣିଷ ସୁନ୍ଦର ଭାବରେ ତାର ଜୀବନକୁ ଯାପନ କରିପାରିବ। ତେଣୁ ଆହାରଟା ହଉଛି ମୂଳ କଥା। ତାହେଲେ ଆହାରଟା କଣ? କେଉଁ ଆହାର ମଣିଷ ଗ୍ରହଣ କରିବା ଉଚିତ? ମଣିଷ କଣ ଖାଇବା ଉଚିତ, କଣ ଖାଇବା ଉଚିତ ନୁହେଁ? ଶ୍ରୀ ଠାକୁର କହୁଛନ୍ତି ଆହାର ହବା ଦରକାର ସାତ୍ବିକ। ସାତ୍ବିକ ମାନେ ସାଧାରଣତଃ ମାନେ ବୁଝନ୍ତି ମାଛ ମାଂସ ପିଆଜ ରସୁଣ ନଥିଲେ ତାହା ହେଲା ସାତ୍ବିକ। ତାହା କିନ୍ତୁ ନୁହେଁ। ଯଦି ମାଛ ମାଂସ ପିଆଜ ରସୁଣ ମୁଁ ନ ଖାଉଥାଏ କିନ୍ତୁ ମୋ ଖାଇବାରେ ବିଶେଷ ମସଲା ତେଲ ଏସବୁ ଥାଏ, କିନ୍ତୁ ମୁଁ କହେ ଯେ ମୁଁ ମାଛ ମାଂସ ଖାଏ ନା, ତାହେଲେ କିନ୍ତୁ ତାହା ସାତ୍ବିକ ଆହାର ନୁହେଁ। ଆମେମାନେ ଜାଣିଛନ୍ତି ସାତ୍ବିକ ତାମସିକ ରାଜସିକ 3 ପ୍ରକାର ଖାଦ୍ୟ ଅଛି। ତାର ଡେଫିନେସନ ବା ସଂଜ୍ଞା ଆପଣ ମାନେ ଜାଣନ୍ତି, ସମୟର ଅଭାବରୁ ତା ଭିତରକୁ ମୁଁ ଯିବାକୁ ଚେଷ୍ଟା କରୁନାହିଁ। କିନ୍ତୁ ସାତ୍ବିକ ଖାଦ୍ୟ ହଉଛି ତାହା ଯାହା ସତ୍ତାକୁ ପୋଷଣ ଦିଏ, ଅସ୍ତିତ୍ୱକୁ ପୋଷଣ ଦିଏ, ଯାହା ଦ୍ଵାରା ମୋର ସତ୍ତା ବା ଅସ୍ତିତ୍ୱ ବା ସ୍ୱାସ୍ଥ୍ୟ ଭଲ ରହେ, ତାହା ହଉଛି ସାତ୍ବିକ ଖାଦ୍ୟ। ଆମମାନେ ସାଧାରଣତଃ ଖାଦ୍ୟକୁ ବିଚାର କରନ୍ତି ଜିଭ ଦ୍ୱାରା, କିନ୍ତୁ ଖାଦ୍ୟକୁ ବିଚାର କରିବାକୁ ହେବ ଶରୀରର ସଂରକ୍ଷଣ କେଉଁଥିରେ ହୁଏ ତାହା ଦ୍ୱାରା। ତାହା ଦ୍ୱାରା ହିଁ ଆମମାନେ ବିବେଚନା କରିବା, ନିର୍ଦ୍ଧାରଣ କରିବା କେଉଁ ଖାଦ୍ୟ ଆମମାନଙ୍କ ଶରୀର ପାଇଁ ଭଲ। ଶ୍ରୀ ଶ୍ରୀ ଠାକୁର ଦି ମେସେଜ ର 8 ନମ୍ବର ଭଲ୍ୟୁମରେ 303 ବାଣୀରେ ଠାକୁର କହୁଛନ୍ତି ପିଓର ଆଣ୍ଡ ପ୍ରପର ଡାଏଟ ବିଲ୍ଡସ୍ ଦ ବେସ୍ ଅଫ ଧର୍ମ। ପିଓର ଆଣ୍ଡ ପ୍ରପର ଡାଏଟ ବିଲ୍ଡସ୍ ଦ ବେସ୍ ଅଫ ଧର୍ମ। ଦେଖନ୍ତୁ ଖାଇବା ସାଙ୍ଗରେ ଧର୍ମର ସମ୍ପର୍କ ଶ୍ରୀ ଶ୍ରୀ ଠାକୁର ନେଇ ଆସିଛନ୍ତି। ଠାକୁର କହୁଛନ୍ତି ଖାଇବା ଯଦି ଠିକ ନ ହୁଏ, ପିଓର ଶୁଦ୍ଧ ନ ହୁଏ, ପ୍ରପର ନ ହୁଏ, ତାହେଲେ ଧର୍ମର ଯୋଉ ବେସ୍ ବା ଫାଉଣ୍ଡେସନ ମୂଳଦୁଆ ମଧ୍ୟ ନଷ୍ଟ ହେଇଯିବ। କାରଣ ଏ ଶରୀର ନଥିଲେ ଧର୍ମ ଆଚରଣ ସମ୍ଭବ ନୁହେଁ। এই ଶରୀର ଦ୍ୱାରା ହିଁ ମଣିଷ ଧର୍ମ ଆଚରଣ କରିବ। ସେଇଥିପାଇଁ ସାତ୍ବିକ ଖାଇବାଟା ଅତ୍ୟନ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଠାକୁର କହୁଛନ୍ତି the balanced diet is one that improves longevity with a normal and balanced go of life. ସିମ୍ପଲ ଛୋଟିଆ କଥାଟି,
ସେଇ କଥାଟି ହଉଛି ସାମ୍ୟ ବା ସନ୍ତୁଳିତ ଖାଦ୍ୟ, ଯାହା ମଣିଷର ଲଂଜିଭିଟି ବା ଆୟୁକୁ ଇମ୍ପ୍ରୁଭ କରେ ଏବଂ ଗୋଟିଏ ନର୍ମାଲ ଆଉ ବାଲାନ୍ସଡ ଗୋ ଅଫ ଲାଇଫ, ଯାହା ଦ୍ୱାରା ମଣିଷ ଏକ ସ୍ୱାଭାବିକ ଏକ ସନ୍ତୁଳିତ ଜୀବନ ଯାପନ କରିପାରେ ବା ଯାହା ଏକ ସ୍ୱାଭାବିକ ଏବଂ ସନ୍ତୁଳିତ ଜୀବନ ଯାପନରେ ସହାୟକ ହୁଏ, ସେଇ ଖାଦ୍ୟ ହଉଛି ବାଲାନ୍ସ ଡାଏଟ। ତାହା ହିଁ ହଉଛି ଆମମାନଙ୍କର ଉପାଦେୟ, ତାହା ହିଁ ଆମମାନେ ଆହରଣ କରିବା ଉଚିତ। ଠାକୁର ପୁଣି କହୁଛନ୍ତି, we eat to live, not live to eat। ଆମେ ଖାଆନ୍ତି ବଞ୍ଚିବା ପାଇଁ, ଆମେ ଖାଇବା ପାଇଁ ବଞ୍ଚି ନାହାନ୍ତି, ଆମେ ବଞ୍ଚିବା ପାଇଁ ଖାଆନ୍ତି। କିନ୍ତୁ ସାଧାରଣ ଭାବରେ କଣ ଦେଖାଯାଏ, ଆମମାନଙ୍କ ଜୀବନରେ ମନେ ହୁଏ ଯେମିତି ଆମମାନେ ବଞ୍ଚିଛନ୍ତି କେବଳ ଖାଇବା ପାଇଁ। ପୁଣି ଠାକୁର ସେଇ ବାଣୀଟିରେ କହୁଛନ୍ତି, ଷ୍ଟମାକ୍ ଇଜ ଫର ଲାଇଫ and life vitalizes stomach, but stomach is not life। ଠାକୁର କହୁଛନ୍ତି ଷ୍ଟମାକ୍ ବା ପାକସ୍ଥଳୀ ଇଏ ହଉଛି ଜୀବନ ପାଇଁ, ଆଉ ଜୀବନ ତାହାକୁ ଭାଇଟାଲାଇଜ କରେ, କିନ୍ତୁ ଏଇ ଷ୍ଟମାକ୍ ଟା କିନ୍ତୁ ଲାଇଫ ନୁହେଁ, ସିଏ ଜୀବନ ନୁହେଁ। ଏଇଟା ଜୀବନ ପାଇଁ ଆବଶ୍ୟକ, କିନ୍ତୁ ସେଇଟା ଯଦି ଜୀବନ ବୋଲି ମଣିଷ ଭାବେ, ତାହେଲେ କିନ୍ତୁ ଅସୁବିଧା। ବର୍ତ୍ତମାନ ତାହେଲେ ଯଦି ଖାଦ୍ୟ ହଉଛି ଶାରୀରିକ ସଦାଚାରର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ତାହେଲେ ଆମମାନେ ଖାଇବା କଣ? ଠାକୁର କହିଲେ ସାତ୍विକ ପଦାର୍ଥ ଖାଇବା। ସାତ୍विକ ଯାହା ସତ୍ତାକୁ ସୁରକ୍ଷା କରେ ଦିଏ, ଯାହା ସତ୍ତାକୁ ରକ୍ଷଣ କରେ, ଯାହା ପୋଷଣ ଦିଏ, ତାହା ହିଁ ହଉଛି ସାତ୍ବିକ ଖାଦ୍ୟ। ବିଭିନ୍ନ ପ୍ରକାର ତେଲ ମସଲା ଖାଦ୍ୟ ଏସବୁ ସାତ୍ବିକ ଖାଦ୍ୟ ନୁହେଁ, ତାହା ରାଜସିକ ଏବଂ ତାମସିକ ଗୋଷ୍ଠୀର ଅନ୍ତର୍ଭୁକ୍ତ। ସାତ୍ବିକ ଖାଦ୍ୟ ହଉଛି ଯାହା ସୁନ୍ଦର, ଯାହା ତାଜା, ଯାହା ଫ୍ରେଶ, ଯାହା ସହଜ ପାଚ୍ୟ, ଇଏ ହଉଛି ସାତ୍ବିକ ଖାଦ୍ୟ। ଯାହା ଇଜିଲି ଡାଇଜେଷ୍ଟ କରାଯାଇପାରେ, ଯାହା ଶରୀରକୁ ବଳିଷ୍ଠ କରିପାରେ, ପୋଷଣ ଦେଇପାରେ, ଯାହା ଶରୀର ଭିତରେ ଥିବା ଯେ ନ୍ୟୁଟ୍ରିଏଣ୍ଟସ, ଭିଟାମିନ୍ସ, ପ୍ରୋଟିନ ଏଗୁଡିକ ସନ୍ତୁଳିତ ଭାବରେ ଶରୀରକୁ ପ୍ରଦାନ କରେ, ଏସବୁ ହଉଛି ସାତ୍ବିକ ଖାଦ୍ୟ। କେତେବେଳେ ଖାଇବା, କେତେ ପରିମାଣରେ ଖାଇବା? ଠାକୁର କହୁଛନ୍ତି ଅଧିକ ଖାଇବା ଭଲ ନୁହେଁ। ଶ୍ରୀ ଠାକୁର ଜଣେ ଭକ୍ତଙ୍କ ପ୍ରଶ୍ନର ଉତ୍ତରରେ କହୁଛନ୍ତି ଯେ ଆମମାନେ ତ ଏଇ ଯୋଉ ଶୁକ୍ରାଣୁ ଏବଂ ଡିମ୍ବାଣୁ ଏହାକୁ ନେଇକି ତ ଆମ ଶରୀର ଗଠିତ, ତେଣୁ ଆମମାନଙ୍କ ଶରୀର ଭିତରେ ସୀମିତ ଶକ୍ତି ହିଁ ଅଛି। ଯଦି ପ୍ରଚୁର ପରିମାଣରେ ଆମେ ଖାଇ ଚାଲନ୍ତି, ତାହେଲେ ଆମ ଭିତରେ ଯୋଉ ଡାଇଜେସିଭ ସିଷ୍ଟମ ଅଛି, ତାହା ଉପରେ କିନ୍ତୁ ଖୁବ ଜୋରରେ ପ୍ରେସର ପଡେ, ଏବଂ ଖୁବ ଜୋରରେ ଯଦି ପ୍ରେସର ପଡେ, ତାହେଲେ ଆମର ଯୋଉ ଲିଭର ଯେହେତୁ ଖୁବ ପ୍ରେସରରେ ତାକୁ ଅଧିକ ପରିଶ୍ରମ କରିବାକୁ ପଡେ, ମାତ୍ରାଧିକ ପରିଶ୍ରମ, ତାହେଲେ ଆମମାନଙ୍କ ପରମାୟୁଟା ହିଁ, କାରଣ ଏଇ ଯେ ଲିଭରଟି ଯଦି ଦୁର୍ବଳ ହେଇଯାଏ, ତାହେଲେ ଆମମାନଙ୍କ ନିଶ୍ଚିତ ଭାବରେ ଆୟୁ ମଧ୍ୟ କମିଯିବାର ସମ୍ଭାବନା। ତେଣୁ ଶ୍ରୀ ଠାକୁର କହୁଛନ୍ତି ବେଶୀ ପରିମାଣରେ ଖାଇବାଟା ଉଚିତ ନୁହେଁ, ଯେତିକି ପ୍ରয়োଜନ ସେତିକି ଖାଇବା ଉଚିତ, ତାଠୁ ଅଧିକା ନୁହେଁ। ଠାକୁରଙ୍କୁ ପଚରା ହେଇଛି ଯେ କେତେବେଳେ ଖାଇବା କଥା, ଶ୍ରୀ ଠାକୁର କହୁଛନ୍ତି ଯେତେବେଳେ ଭୋକ ଲାଗିବ ସେତେବେଳେ ଖାଇବ। ଯଦି ଭୋକ ନ ଲାଗେ ତାହେଲେ ଖାଇବାର ଆବଶ୍ୟକତା ନାହିଁ। କିନ୍ତୁ ଆ ଭିତରେ ଗୋଟେ ଇମ୍ପୋର୍ଟାଣ୍ଟ କଥା ଅଛି, କଥାଟି ହଉଛି ଯେ ଯଦି ଭୋକ ନ ଲାଗେ ତାହେଲେ ତ ଅସୁବିଧା। ତାହେଲେ ଭୋକ ଲାଗିବା ପାଇଁ, ଭୋକ ନ ଲାଗେ ସେତେବେଳେ ମଣିଷ ଯଦି ପରିଶ୍ରମ ନ କରେ, ଯଦି ମଣିଷ ଅଳସୁଆ ହେଇଥାଏ ଏବଂ ସେ ଯଦି ଭଲ ଭାବରେ ପରିଶ୍ରମ ନ କରେ, ଖାଲି ବସି ରହେ, ଆମମାନେ ଆଜିକାଲିର ଯୋଉ ଯୁଗରେ ଦେଖାଯାଏ ବହୁତ ସମୟରେ ମଣିଷ ସେଡେଣ୍ଟାରୀ ଲାଇଫଷ୍ଟାଇଲ, ଯୋଉମାନେ ଅଫିସରେ କାମ କରନ୍ତି, ଆଇଟି ପ୍ରଫେସନାଲ, ବ୍ୟାଙ୍କରେ କାମ କରନ୍ତି, ସେମାନେ ଘଣ୍ଟା ଘଣ୍ଟା ବସି ରହନ୍ତି, ଫିଜିକାଲ ଆକ୍ଟିଭିଟି ନଥାଏ। ତେଣୁ ସେମାନଙ୍କର ଶାରୀରିକ ପରିଶ୍ରମ ନଥାଏ। ସେ ଠାକୁରଙ୍କୁ ଆଲୋଚନା ପ୍ରସଙ୍ଗର ନବମ ଖଣ୍ଡରେ ଏଇ ଭକ୍ତଙ୍କ ସହ ଏଇ ପ୍ରଶ୍ନ ଉତ୍ତର, ଠାକୁରଙ୍କୁ ଜଣେ ଭକ୍ତ ପଚାରୁଛନ୍ତି ଖାଇବାର ସମୟ ସମ୍ବନ୍ଧରେ ଆପଣଙ୍କର ମତ କଣ? ସେ ଠାକୁର କହିଲେ ଭୋକ ଲାଗିଲେ ହିଁ ସେତେବେଳେ ଖାଇବା ଭଲ। ଭାଇ ଜଣକ ପୁଣି ପ୍ରଶ୍ନ କରୁଛନ୍ତି, ଆଜ୍ଞା
हेले डाक्तर माने तो कहते सबुदिने निर्दिष्ट समय खाइबार कथा जितेबाला आप ब्रेकफास्ट नियंती लंच नियंती डिनर नियंती सही समय खाइबार कथा श्री श्री ठाकुर उत्तर कहउचंती प्रतिदिन निर्दिष्ट समय जदि भोक लागे ताहले ता खूब ही भल सेटा सबुठु भल किंतु भोक न लागिबा सत्वे मध्य कौन खाइबा भल प्रतिदिन जदि 12टा समय मु लंच करे जदि सही समय भोक लागे एवं मु लंच निए ताहले बहुत भल किंतु 12टा समय मते जदि भोक न लागे ताहले जबरदस्ती खाइबाटा कौन भल निश्चित भाव में पाकस्थली बा लिभर उपरे हमर निश्चित भाव में प्रभाव तो पड़ो ही ठाकुर कहते अवस्था दिने दिने अवस्था बुझी बेला गोटाए बेला न खाई बा खूब हल्का खाद्य खाइले से भोकटा ठीक रहे तेणु जदि प्रयोजन हुए केबे केबे गोटे दिन सप्ताह गोटे दिन बा दी दिन गोटे बेला न खाइले जो भोकटा न होउथला ताहा पुणी हुए तो भोकटा ठीक हवा आरंभ करिपारे पेट को अजथा चाप दियो नाही जो चाप देले ताहा खाद्य को हजम करि पारे नाही सेथिरे बरं क्षति हब क्षुदा बुझी कौन दिन भात रुटी इत्यादि न खाई लिक्विड फूड खाइबा भल सुस्थ अवस्था मझिरे मझिरे हल्का खाई उपवास शुक्रवार करबा परी पूर्वाह्ने हविषान्य ग्रहण करी से दिन आउ किछि न खाई एई भली भाବରେ ଯଦି ଅଭ୍ୟାସ କରି ଦିଆଯାଏ ତାହେଲେ ଦେଖାଯିବ ଯେ ମଣିଷର ଏଇ ଯୋଉ ଖାଇବାର ଯୋଉ ନିୟମଟା ନିଶ୍ଚିତ ଭାବରେ ଗୋଟେ ଶୃଙ୍ଖଳିତ ଅବସ୍ଥାକୁ ଆସିଯାଇଥାଏ ଆଲୋଚନା ପ୍ରସଙ୍ଗରେ ନବମ ଖଣ୍ଡେ ଶ୍ରୀ ଠାକୁର କଥା କହିଛନ୍ତି ତେଣୁ ଶ୍ରୀ ଠାକୁର ଖୁବ ସୁନ୍ଦର ଭାବରେ କ୍ଲିୟର କରିଦେଇଛନ୍ତି ଯେ କେତେ ପରିମାଣରେ ଆମେ ଖାଇବା ଉଚିତ ଏବଂ କେତେବେଳେ ଖାଇବା ଉଚିତ ଏଇ କେତେବେଳେ ଖାଇବା ଉଚିତ ଏଇ ବିଷୟ ନେଇ ଶ୍ରୀ ଠାକୁର ଅନ୍ୟ ଜାଗାରେ କହିଛନ୍ତି ଯେ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ ଭିତରେ ଖାଇବାଟା ହିଁ ଭଲ ଆମମାନେ କଣ କରନ୍ତି ବାହାଘର ଭୋଜି ଭାତ ଏସବୁ ରାତି 9ଟା 10ଟା 11ଟା ଯୋଉମାନେ ଲମ୍ବା ସମୟ ଅଫିସରେ କାମ କରନ୍ତି ଘରେ ଆସିକି ରାତି 9ଟା 10ଟା 11ଟାରେ ଡିନର କରନ୍ତି ତାହା ଭଲ ନୁହେଁ ତାହା ବିଳମ୍ବିତ ରାତ୍ରିରେ ଯଦି ଆମମାନେ ଖାଦ୍ୟ ଗ୍ରହଣ କରନ୍ତି ଖାଦ୍ୟ ହଜମ ହବାରେ କଷ୍ଟ ହୁଏ ଠାକୁର କହୁଛନ୍ତି ସବୁଠାରୁ ବେଷ୍ଟ ସମୟ ଖାଇବା ପାଇଁ ହଉଛି ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟ ଅସ୍ତ ଭିତରେ ଅନେକ ଲୋକ କହିପାରନ୍ତି ଆଜିକାଲି ଯୋଉମାନେ ଚାକିରି ବାକିରି କରନ୍ତି କର୍ମକ୍ଷେତ୍ରକୁ ଯାଆନ୍ତି ଯେ ସୂର୍ଯ୍ୟ ଅସ୍ତ ପୂର୍ବରୁ ଖାଇବାଟା ତ ଅଲମୋଷ୍ଟ ଅସମ୍ଭବ କାରଣ ଆମେ ତ କର୍ମକ୍ଷେତ୍ରରୁ ଫେରି ନଥିବା ସେଇ କ୍ଷେତ୍ରରେ ଏତିକି କୁହାଯାଇପାରେ ଯେ ସୂର୍ଯ୍ୟାସ୍ତ ପରେ ଯେତେ ଶୀଘ୍ର ଖାଇପାରନ୍ତି ସେତେ ହିଁ ଭଲ 6:30 7ଟା ଭିତରେ ଯଦି ଡିନର ଟି ନିଆଯାଏ ତାହେଲେ ସେଟା ସବୁଠାରୁ ଭଲ ତାଠାରୁ ବିଳମ୍ବ କରିବାଟା ଉଚିତ ନୁହେଁ କୌଣସି ପ୍ରକାର ଉଚିତ ବର୍ତ୍ତମାନ କଥା ହଉଛି ଆମମାନେ ଆଲୋଚନା କଲେ ଯେ କଣ ଖାଇବା କେତେ ପରିମାଣରେ ଖାଇବା କେତେବେଳେ ଖାଇବା ତାପର କଥା ହଉଛି କଣ ଖାଇବା ତ ଆଲୋଚନା କଲେ କଣ ନ ଖାଇବା ତା ପୂର୍ବରୁ ଆଉ ଗୋଟେ କଥା ବହୁତ ଇମ୍ପୋର୍ଟାଣ୍ଟ କଥା ଠାକୁର ବହୁତ ଗୋଟେ ଭଲ କଥା କହିଛନ୍ତି କଥାଟି ହଉଛି ଯେ ଆମେ ଯାହା ଖାଇବା ତାର 4 ଭାଗରୁ 3 ଭାଗ ହବା ଦରକାର ଖାଦ୍ୟ ଏବଂ ଗୋଟିଏ ଭାଗ ହବା ଦରକାର ପାଣି ଆମମାନେ କଣ କରନ୍ତି ପାଣି ଯଥେଷ୍ଟ ପିଅନ୍ତି ନାହିଁ ଆମେ ମାନେ ପେଟରେ ଖାଦ୍ୟକୁ ଏମିତି ଭର୍ତ୍ତି କରିଦେଇଥାନ୍ତି ଯେ ଆଉ ଆମମାନଙ୍କର ଖାଇବା ପାଇଁ ପାଣି ପିଇବା ପାଇଁ ସେଥିରେ ଜାଗା ନଥାଏ ଠାକୁର କହୁଛନ୍ତି ଯେ 3 ଭାଗ 3/4 ଅଫ ଫୁଡ and 1/4 of pure water এই কথাটি ଅନୁଶ୍ରୁତି ଗ୍ରନ୍ଥରେ ଠାକୁରଙ୍କର 3 ନମ୍ବର ଭଲ୍ୟୁମରେ ଅଛି ଯେ ଖାଇବା ଖାଦ୍ୟ ଏବଂ ପାନୀୟ ବା ଜଳ ତାର କମ୍ପୋଜିସନ ବା ରେସିଓଟା କିଭଳି ହବା ଦରକାର ଆମମାନେ ଯୋଉ ଖାଆନ୍ତି ତାର 4 ଭାଗରୁ ଗୋଟିଏ ଭାଗ ହବା ଦରକାର ରନ୍ଧା ଖାଦ୍ୟ କୁକ୍ଡ ଫୁଡ ଆଉ ଗୋଟିଏ ଭାଗ ତ ହବ ପାଣି ଆଉ ଯୋଉ ରହିଲା 2ଟି ଭାଗ ତା ଭିତରୁ ଗୋଟିଏ ଭାଗ ହବା ଉଚିତ ଅନକୁକ୍ଡ ଫୁଡ ମାନେ ଫଳ ଆପଲ ହେଲା ମ୍ୟାଙ୍ଗୋ ହେଲା ସଫେଟା ହେଲା ବିଭିନ୍ନ ପ୍ରକାର ଫଳ ବିଭିନ୍ନ ପ୍ରକାର ପନିପରିବା ଯାହା ଆମେ ଖାଇପାରନ୍ତି କାକୁଡି ଖାଇପାରନ୍ତି ଟମାଟୋ ଖାଇପାରନ୍ତି ଗାଜର ଖାଇପାରନ୍ତି ଯାହା ରନ୍ଧା ନ ହେଇଥିବା ଖାଦ୍ୟ ଆଉ ଗୋଟିଏ ଭାଗ ହଉଛି ପ୍ରିବାୟୋଟିକ ବା ପ୍ରୋବାୟୋଟିକ ମାନେ ଦହି ଇତ୍ୟାଦି ଫର୍ମେଣ୍ଟେଡ ଫୁଡ ଯେଗୁଡିକ ଯାହା ଆମେ ସାଧାରଣତଃ ଖାଆନ୍ତି ନାହିଁ
ପୂର୍ବ ଭାରତରେ ଦେଖାଯାଏ ତାର ଖାଇବାର ପ୍ରଚଳନ କମ। ଦକ୍ଷିଣ ଭାରତରେ ଦେଖାଯାଏ ଦହି ଇତ୍ୟାଦି ସେମାନେ ଅଧିକ ଖାଆନ୍ତି। କିନ୍ତୁ ଦହିଟି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଯାହା ହଉ, କଥା ହଉଛି ଯେ ଏକ ଚତୁର୍ଥ ଅଂଶ ହଉଛି ରନ୍ଧା ଫୁଡ, ଆଉ ଏକ ଚତୁର୍ଥାଂଶ ହଉଛି ଆମମାନଙ୍କର କଞ୍ଚା ଫୁଡ। ତାହା ଆମର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଆଉ ଗୋଟେ କଥା ମନେ ରଖିବାକୁ ପଡିବ, 4 ଭାଗରୁ ଗୋଟିଏ ଭାଗ କିନ୍ତୁ ହବା ଦରକାର ପାଣି। এটা ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖାଇବା ଭିତରେ ବିଭିନ୍ନ ପ୍ରକାର ପନିପରିବା, ଶାଗ ସବଜି ଏସବୁ ଅତ୍ୟନ୍ତ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଆପଣମାନଙ୍କୁ ଅନୁରୋଧ କରୁଛି, ମନେ ରଖନ୍ତୁ ଏବଂ ଚେଷ୍ଟା କରିବେ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ। ସେଟା ହଉଛି ଶାଗ। ଠାକୁର କହିଛନ୍ତି ବିଭିନ୍ନ ପ୍ରକାର ଶାଗ ଅଛି। ଏଇ ଶାଗ ଯୋଉ ଅଛି ତା ଭିତରୁ ଠାକୁର କହୁଛନ୍ତି ପ୍ରତ୍ୟେକ ଦିନ ଯଦି ଗୋଟିଏ ପ୍ରକାର ଶାଗ ତୁମେ ଖାଅ ତାହା ତା ଶରୀର ପାଇଁ ଅତ୍ୟନ୍ତ ଭଲ। ଗୋଟିଏ ପ୍ରକାର ଶାଗ ଯଦି ଆମେ ଆଟଲିଷ୍ଟ ଗୋଟିଏ ଶାଗ ଯଦି ଖାଆନ୍ତି ତାହେଲେ ତା ଶରୀର ପାଇଁ ବିଶେଷ ଭାବରେ ସେଇଟା ଭଲ। ଆମମାନେ ସାଧାରଣତଃ ଶାଗ ଖାଇବା ବନ୍ଦ କରିଦେଲେଣି। ଗାଁ ଗହଳିରେ ଯୋଉମାନେ ରହନ୍ତି ସେମାନେ ବି ତ ଟିକେ ଫ୍ରେଶ ତାଜା ଶାଗ ଫାଗ ପାଆନ୍ତି। ଅନ୍ୟମାନେ ବି ତ ସହର ବଜାରରେ ଆମମାନଙ୍କ ଅଭ୍ୟାସ ଏଭଳି ଭାବରେ ହେଇଗଲାଣି ଫାଷ୍ଟ ଫୁଡ ଖାଇବା, ପିଜା ବର୍ଗର ଖାଇବା, ଯେ ଏସବୁ ତାଜା ପନିପରିବା ସବଜି ଘର ରନ୍ଧା ଖାଇବା ଏସବୁ ରୀତିମତ ପ୍ରାୟ ବର୍ତ୍ତମାନ ବନ୍ଦ ହେଇଗଲାଣି ଏବଂ ଆମ ପିଲାମାନେ ମଧ୍ୟ ସେଇ ଆଡକୁ ବିଶେଷ ଭାବରେ ଆକୃଷ୍ଟ ହେଲେ। ଇଏ ତ ହଉଛି କଣ ଖାଇବା କଥା, କଣ ନ ଖାଇବା କଥା। କେଉଁ ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ବର୍ଜନୀୟ? ଆମିଷ ଖାଦ୍ୟ ସମ୍ପୂର୍ଣ୍ଣ ଭାବରେ ବର୍ଜନୀୟ। ଇଏ ନେଇ ଅନେକ ଆଲୋଚନା ହେଇଛି ଏବଂ ଏଇ ନେଇ ଅନେକ ଆଲୋଚନା ହବ। ଏବଂ ଅନେକ ସମୟରେ ଆମମାନେ ଠାକୁରଙ୍କୁ ଯେହେତୁ ଧରିଛନ୍ତି, ଆମମାନଙ୍କ ଭିତରୁ ଅନେକ ସ୍ୱସ୍ତୟିନୀ ବ୍ରତ ଗ୍ରହଣ କରିଛନ୍ତି, ଆମମାନେ ହୁଏତ ନିରାମିଷ ଖାଆନ୍ତି। କିନ୍ତୁ ଅନେକ ସମୟରେ ଯେତେବେଳେ ଡିବେଟ ବା ଯୁକ୍ତି ହୁଏ ସେତେବେଳେ ଆମମାନଙ୍କର ସାଙ୍ଗସାଥି ମାନଙ୍କୁ ବା ବନ୍ଧୁ ପରିଜନଙ୍କୁ ଆମମାନେ ବୁଝେଇ ପାରନ୍ତି ନାହିଁ ଯେ ଏଇ ଆମିଷ ଖାଦ୍ୟ କଣ ପାଇଁ ବର୍ଜନୀୟ। ସେ ଠାକୁର ଏଇ ବିଷୟରେ ଅନେକ କଥା କହିଛନ୍ତି ଯେ କେଉଁ କାରଣରୁ ଆମିଷ ଖାଦ୍ୟ ବିଶେଷ ଭାବରେ ବର୍ଜନୀୟ। ସାଧାରଣ ଭାବରେ ଦେଖାଯାଏ ଯେ ବାପା ମା ମାନେ କହନ୍ତି ଯେ ଆମିଷ ନ ଖାଇଲେ ହବ କେମିତି। ଡାକ୍ତର ମାନେ ମଧ୍ୟ ସେଇ କଥା କହନ୍ତି। ପ୍ରୋଟିନ କୋଉଠୁ ଆସିବ, ଗ୍ରୋଥ କିଭଳି ହବ, ଇତ୍ୟାଦି ଇତ୍ୟାଦି କଥା। ତେଣୁ ଆମିଷ ନ ଖାଇଲେ ହବ କେମିତି? ଜଣେ ପ୍ରଶ୍ନ କରୁଛନ୍ତି ଆଲୋଚନା ପ୍ରସଙ୍ଗର 8ମ ଖଣ୍ଡରେ ଏଇ କଥୋପକଥନ। ଜଣେ ଭାଇ ଶ୍ରୀ ଠାକୁରଙ୍କୁ ପଚାରୁଛନ୍ତି ମୋର ଶରୀର ପକ୍ଷରେ ଯାହା ପ୍ରୟୋଜନ ତାହା ଯଦି ଆମିଷ ଏବଂ ତାହେଲେ ଖାଇଲେ ସେଥିରେ ଦୋଷ କଣ? ସେ ଠାକୁର କହୁଛନ୍ତି ମୋର ମଧ୍ୟ ଛୋଟବେଳେ ସେଇ ଧାରଣା ଥିଲା। ତେଣୁ ମୁଁ ନିଜେ ମାଛ ଖାଇକି ଦେଖିଛି। କିନ୍ତୁ ଦେଖିଲି ଯେତେବେଳେ ମାଛ ଖାଇଛି ତାପରେ 12-14 ଦିନ ପର୍ଯ୍ୟନ୍ତ ମୋର ଫାଇନର ଭିଜନ, ସୂକ୍ଷ୍ମ ଦୃଷ୍ଟି ଗୁଡିକ କିପରି ଯେମିତି ଅସ୍ପଷ୍ଟ ହୋଇଯାଏ, ମନର ଏକାଗ୍ରତା ମଧ୍ୟ ବ୍ୟାହତ ହୁଏ। ଛାଡିଦେଲେ କିଛି ଦିନ ପରେ ପୁଣି ଠିକ ହେଇଯାଏ। ପରେ ଭାବିଲି ମୁଁ ଆଉ କେତେ କଣ ବା ଜାଣେ। ବହୁ ଦର୍ଶନ ଶାସ୍ତ୍ରରୁ ପାଇଲି ମନୀଷୀ ମାନେ ଯେଉଁ ନିରାମିଷ ଆହାରକୁ ଶ୍ରେଷ୍ଠ ବୋଲି କହିଛନ୍ତି ତାହା ହିଁ ମାନି ଚାଲିବା ଭଲ। ତାକୁ କହିଲେ ତ ଏକ୍ସପେରିମେଣ୍ଟ କରିକି ଦେଖିଲି, ପୁଣି ଭାବିଲି ମୁଁ କେତେ କଣ ଜାଣିଛି। ପୁଣି ବିଭିନ୍ନ ଦର୍ଶନ ଶାସ୍ତ୍ର ଇତ୍ୟାଦି ଖେଳାଖେଳି କରି ଏକଥା ବୁଝିପାରିଲି ଯେ ଆମର ମନୀଷୀ ମାନେ ଯାହା କହିଯାଇଛନ୍ତି ଯେ ନିରାମିଷ ଖାଇବାଟା ହିଁ ଭଲ। ଆଉ ଗୋଟିଏ ଜିନିଷ ମୁଁ ନିଜେ ବୋଧ କରିଛି, ଆମିଷହାରୀ ଅବସ୍ଥାରେ କୌଣସି ଅସୁଖ ବିସୁଖ ହେଲେ ଶରୀର ଯେତେ ଗଭୀର ଭାବରେ କ୍ଷତିଗ୍ରସ୍ତ ହୁଏ, ନିରାମିଷହାରୀ ଅବସ୍ଥାରେ ସେହି ପ୍ରକାର ଅସୁଖ ବିସୁଖରେ କିନ୍ତୁ ଶରୀର ଏତେ ବିପନ୍ନ ହୁଏ ନା। ଅର୍ଥାତ୍ ଯେଉଁ ଲୋକ ନନ ଭେଜିଟେରିଆନ ତାଙ୍କର ଶରୀର ଯଦି ଅସୁସ୍ଥ ହୁଏ ସେଥିରୁ ରିକଭରି ତାଙ୍କ ପାଇଁ କଷ୍ଟ ହୁଏ। କିନ୍ତୁ ଯୋଉ ଲୋକ ଜଣେ ଭେଜିଟେରିଆନ ତାଙ୍କର ଶରୀର ଅସୁସ୍ଥ ହେଲେ ମଧ୍ୟ ସେ ଜଲ୍ଦି ସୁସ୍ଥ ହେଇଉଠନ୍ତି। ଠାକୁର କହୁଛନ୍ତି ମନୁଷ୍ୟତର ପ୍ରାଣୀର ଦେହ ଏବଂ ମନୁଷ୍ୟ ଦେହ ସବୁ ହିଁ ଜୀବ ଦେହ ଭିତରେ ଗଣା। ସେମାନେ ଏବଂ ଆମେମାନେ ଅନେକାଂଶରେ ସମାନ। ମାନେ ମନୁଷ୍ୟ ଭିତରେ ଯୋଉ ଜୈବିକ କୋଷ ଅଛି, ଆନିମଲ ବା ପଶୁ ଭିତରେ ମଧ୍ୟ ସେହା ଅଛି। ଆମମାନେ ଜାଣିଛନ୍ତି ଯେ ପଜିଟିଭ୍ସ ରିପଲ୍ସ ଏବଂ ଯଦି ଦୁଇଟି ଯଦି ସମାନ ଜିନିଷ ତାହା ପରସ୍ପରକୁ ସେଟା ରିପଲ୍ସ କରେ, ବିକର୍ଷଣ ସୃଷ୍ଟି ହୁଏ। ଯଦି ପରସ୍ପର ବିପରୀତ ଜିନିଷ ଥାଏ ତାହେଲେ ତାହା ଆକର୍ଷଣ କରେ।
ତାହେଲେ ଦେଖନ୍ତୁ ଆମମାନଙ୍କର ଯୋଉ କୋଷ ଗୁଡିକ ଅଛି ସେ ଗୁଡିକ ହଉଛି ଜୈବିକ କୋଷ। ପଶୁ ଭିତରେ ଯୋଉ କୋଷ ଅଛି ସେ ବି ଜୈବିକ କୋଷ। ତେଣୁ ଆମମାନେ ଏବଂ ଆମର କୋଷ ଏବଂ ପଶୁର କୋଷ ଭିତରେ ଅନେକଟା ସିମିଲାରିଟି ଅଛି। କାରଣ ଇଏ ହଉଛି ଆମମାନଙ୍କର ସେଇ ଜୀବ ଦେହ। ବର୍ତ୍ତମାନ ଯଦି ମୋର ଜୀବ ଦେହରେ ଯୋଉ କୋଷ ଗୁଡିକ ଅଛି ସେଇ ଶରୀର ଭିତରେ ଯଦି ମୁଁ ଆଉ ଗୋଟିଏ ପଶୁର ବା ଆଉ ଗୋଟିଏ ଜୀବ ଦେହର କୋଷ ଗୁଡିକ ମୋ ଶରୀର ଭିତରକୁ ଆଣେ ତାହେଲେ ଦିଟା ଭିତରେ ରିପଲସନ ସୃଷ୍ଟି ହବ, ବିକର୍ଷଣ। ଯେମିତି ନର୍ଥ ପୋଲ ଭିତରେ ବିକର୍ଷଣ ହୁଏ, ଠିକ ସେଇଭଳି ଭାବରେ ବିକର୍ଷଣ ହବ। ଫଳସ୍ୱରୂପ ମୋ ଶରୀର ଭିତରେ ଥିବା ଯୋଉ କୋଷ ଗୁଡିକ ସେମାନେ ଅନୁଭବ କରିବେ ଯେ କୌଣସି ଶତ୍ରୁ ଯେମିତି ଶରୀର ଭିତରେ ପଶି ଆସିଛି। ତେଣୁ ସେମାନେ କଣ କରିବେ, ଚେଷ୍ଟା କରିବେ ତାର ବିରୋଧ କରିବା ପାଇଁ, ପ୍ରତିରୋଧ କରିବା ପାଇଁ। ତାହା ଯଦି କରିବାକୁ ହୁଏ ତାହେଲେ ସେମାନଙ୍କୁ ଅଧିକ ଶକ୍ତିଶାଳୀ ହେବାକୁ ପଡିବ। ତେଣୁ ସେମାନେ ଅଯଥା ଅସ୍ୱାଭାବିକ ଭାବରେ ବୃଦ୍ଧି ପ୍ରାପ୍ତ ହେବାକୁ ଚେଷ୍ଟା କରିବେ। କାରଣ ତାଙ୍କୁ ସେ ବାହାରୁ ଆସିଥିବା ଯୋଉ ଯୋଉ ଶତ୍ରୁ ତାଙ୍କର ମୁକାବିଲା କରିବାକୁ। ତା ଫଳରେ କଣ ହୁଏ, ଅସ୍ୱାଭାବିକ ଭାବରେ ଶରୀରର କୋଷ ଗୁଡିକର ଯେତେବେଳେ ବୃଦ୍ଧି ହୁଏ, ଅର୍ଥାତ୍ ଅସ୍ୱାଭାବିକ ଭାବରେ ଆମ ଶରୀର ଭିତରେ ଥିବା ଯୋଉ ଅଙ୍ଗ ଗୁଡିକ ବଢି ଯାଆନ୍ତି। ସେଲ ଡିଭିଜନ ବହୁତ ଜଲ୍ଦି ଜଲ୍ଦି ହୁଏ ଏବଂ ଏ ଜଲ୍ଦି ଜଲ୍ଦି ସେଲ ଡିଭିଜନ ହବା ହେତୁ ଆମମାନଙ୍କୁ ବୃଦ୍ଧି ମଧ୍ୟ ଜଲ୍ଦି ଜଲ୍ଦି ହୁଏ। ଦେଖନ୍ତୁ ବେଲୁନ ଟାକୁ ଫୁଙ୍କିଲେ ଧୀରେ ବଡ ହବ, ଜୋରେ ଫୁଙ୍କିଲେ ଜୋରେ ବଡ ଶୀଘ୍ର ବଡ ହବ। କିନ୍ତୁ ଫୁଙ୍କି ଫୁଙ୍କି ଗୋଟିଏ ମ୍ୟାକ୍ସିମମ୍ ଅବସ୍ଥାକୁ ସେ ଯିବ, ତାଠୁ ଅଧିକା ତ ସେ ବଡ ହେଇପାରିବ ନାହିଁ। ତାଠୁ ଅଧିକା ବଡ ହେଲେ, ବଡ କରିବାକୁ ଚେଷ୍ଟା କଲେ ଫାଟି ହିଁ ଯିବ। କଥା ହଉଛି ଯେ ଯଦି ଜଲ୍ଦି ଜଲ୍ଦି ବଡ ହୁଏ ତାହେଲେ ଜଲ୍ଦି ହିଁ ଫାଟିଯିବାର ସମ୍ଭାବନା ଅଛି। କିନ୍ତୁ ଯଦି ଧୀରେ ଧୀରେ ବଡ ହୁଏ ତାହେଲେ ତାର ଅବସ୍ଥାଟା, ଫୁଲି ରହିବାର ଅବସ୍ଥାଟା ଦୀର୍ଘସ୍ଥାୟୀ ହେଇପାରେ। କାରଣ ଆମମାନଙ୍କର ବୃଦ୍ଧିର ଗୋଟେ ସୀମା ଅଛି। ମଣିଷ ଶରୀର ବେଳକୁ ମଧ୍ୟ ଠିକ ସେଇ କଥା। ସେଲ ଡିଭିଜନ ଦ୍ୱାରା ଆମମାନଙ୍କର ଶରୀର ଖୁବ ଜଲ୍ଦି 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 ବଢିଯାଏ ନନ ଭେଜିଟେରିଆନ ଫୁଡ ବା ଆମିଷ ଆହାର କରିବା ଦ୍ୱାରା। ଫଳରେ କଣ ହୁଏ, ଶରୀରର ବୃଦ୍ଧି ଅସ୍ୱାଭାବିକ ଭାବରେ ହୁଏ। ପିତାମାତା କଣ ଭାବନ୍ତି ଯେ ମୋ ଛୁଆ ବହୁତ ବଡ ହଉଛି, ତାର ଭଲ ହେଲ୍ଥ ହେଇଛି, ଆମିଷ ଖାଇକି ବହୁତ ତାର ବଢିଆ ହେଲ୍ଥ ହେଇଛି। ପିତାମାତା ବୁଝି ପାରନ୍ତି ନାହିଁ ଯେ ତାର ସ୍ୱାସ୍ଥ୍ୟ ତ ହୁଏତ ଭଲ ଦେଖାଯାଉଛି ବାହାରକୁ, କିନ୍ତୁ ଆକ୍ଚୁଆଲି ତାର ପରମାୟୁ କମି ଯାଇଛି। ଠାକୁର କହୁଛନ୍ତି ଯେଉଁ ବୃଦ୍ଧିଟି 10 ବର୍ଷରେ ହବା କଥା ତାହା ହୁଏତ 5 ବର୍ଷରେ ହେଇଯାଏ। ତେଣୁ ବାର୍ଦ୍ଧକ୍ୟ ଜଲ୍ଦି ଆସିଯାଏ, କିନ୍ତୁ ଜଲ୍ଦି ଜଲ୍ଦି ବଢି ଯାଆନ୍ତି, ତେଣୁ ଜଲ୍ଦି ଜଲ୍ଦି ବାର୍ଦ୍ଧକ୍ୟରେ ମଧ୍ୟ ପହଞ୍ଚି ଯାଆନ୍ତି। ଅକାଳ ବାର୍ଦ୍ଧକ୍ୟ ସେଇଥିପାଇଁ ଆମିଷ ଖାଉଥିବା ଲୋକଙ୍କର ଆସିଯାଏ। ଯଦିଓ ଆମେ ଦେଖନ୍ତି ସେମାନେ ହୃଷ୍ଟ ପୁଷ୍ଟ ମୋଟାମୋଟି ମନେ ହୁଅନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଯାଏ ଯେ ଏଇ ସବୁ ଖାଦ୍ୟ ଖାଉଥିବା ଲୋକମାନଙ୍କର ଲାଇଫଷ୍ଟାଇଲ ଡିଜିଜେସ ହବାର ସମ୍ଭାବନା ଅଧିକ। ବ୍ଲଡ ପ୍ରେସର, ହାଇ କୋଲେଷ୍ଟ୍ରୋଲ, ଡାଇବେଟିସ, ହାର୍ଟ ଡିଜିଜ, କ୍ୟାନ୍ସର ଏସବୁ ଜଲ୍ଦି ସେମାନଙ୍କୁ ଗ୍ରାସ କରିବାର ସମ୍ଭାବନା ଅଧିକ। ସେ ଠାକୁର କହୁଛନ୍ତି ଆଲୋଚନା ପ୍ରସଙ୍ଗର ସେଇ 8 ନମ୍ବର ଖଣ୍ଡରେ ଠାକୁର କହୁଛନ୍ତି ଯେ ଆମେ ପଶୁ ଏବଂ ଆମେ ଅନେକାଂଶରେ ସମାନ, ଅବଶ୍ୟ ବୈଶିଷ୍ଟ୍ୟ ଅନୁପାତିକ ବ୍ୟତିକ୍ରମ ଅଛି। ଯାହା ହେଉ ଆନିମଲ ଡାଏଟ ଯେ ସହଜ ପାଚ୍ୟ ନୁହେଁ ଏକଥା ଠିକ। ଫଳରେ ଶରୀରରେ ଯୋଉ ଟକ୍ସିନ ସୃଷ୍ଟି ହୁଏ, ଯୋଉ ବିଷ ସୃଷ୍ଟି ହୁଏ, ତାହା ମନୁଷ୍ୟର ସ୍ନାୟୁକୁ ଇରିଟେଟ କରି ପକାଏ। ଫଳରେ ସହିବା ବହିବାର କ୍ଷମତା କମିଯାଏ। ଯେକୌଣସି କାରଣରୁ ହେଉ, ଯାହାର ସ୍ନାୟୁ ଯେତେ ଅପଟୁ ଓ ସାମ୍ୟ ସଙ୍ଗତି ହରା, ତାର ଅହମିକା, କ୍ରୋଧ, ହିଂସା, ଅସହିଷ୍ଣୁତା ସେତେ ବଢିଯାଏ। ଅବଶ୍ୟ ଜନ୍ମରୁ ହୁଏତ ଅନେକ ସୁପଟୁ ସ୍वस्थ ସ୍ନାୟୁ ପାଇଥାନ୍ତି। ଆମିଷ ଆହାର ସତ୍ତ୍ୱେ ମଧ୍ୟ ସେମାନଙ୍କର ସହିବା ବହିବା କ୍ଷମତା ଅନେକ ନିରାମିଷଙ୍କ ଅପେକ୍ଷା ହୁଏତ ବେଶୀ ଦେଖାଯାଇପାରେ, କିନ୍ତୁ ତା ମାନେ ନୁହେଁ ଯେ ଆମିଷ ଆହାରରେ ସେମାନଙ୍କର ଆଦୌ କ୍ଷତି ହୋଇନାହିଁ। ବରଂ ନିରାମିଷ ଆହାରରେ ସେମାନଙ୍କର ଉପକାର ହେଇପାରେ, ଯଥେଷ୍ଟ ଉପକାର ହେଇପାରେ। ଶ୍ରୀ ଠାକୁର ଏଇଥିପାଇଁ ବାରଣ କରିଛନ୍ତି ଆମିଷ ଆହାର କରିବା ପାଇଁ। ଆଉ ଗୋଟେ ଜାଗାରେ ଶ୍ରୀ ଠାକୁର କହୁଛନ୍ତି ଯେ ଯେଉଁ
पशु पक्षी माने आमिष आहरण करती से देखा मिले से पानी को चाटी चाटी पियंती किंतु निरामिष आहार करुवा पशु पक्षी एवं मनीष आम मैंने पानी को शोषी पियंती चाटिकी पियंती ना ये हूँ गोटे डिफरेन्स देखा जाए जे हिंस्र पशु पक्षी पशु मानकर साधारणतः देखा जाए जे सेमानकर दांत गुड़िक मुनिया तांकर नख मुनिया मनीषर दांत फ्लैट एवं नख गुड़िक आमर फ्लैट कारण प्रकृति यही भाव में आम सृष्टि करिछि एवं पशु पक्षी मानक मध्य से भली सृष्टि करिछि जो अवस्था से माने अन्य पशु को शिकार करी मुनिया दांत द्वारा से माने तांको खाई पारिबे किंतु मनीषर से आवश्यकता नाही से मनीषर दांत देखा जाए फ्लैट पशु मानकर हिंस्र आमिषहारी पशु मानक भली सेमानकर दांत किंतु मुनिया नुहे मनीषर दांत मुनिया आउ गोटे गुरुत्वपूर्ण कथा ये आमिष भोजन विषय देखंतु मनीष हो बा पशु हो जेतबेले कौनसी भाव तीव्र हुए पशु भितरे बा मनीष भितरे सेतबेले अनेक प्रकार केमिकल्स आम मानक शरीर रे सेक्रेशन होता है आपण माने चिंता कर देखंतु पशु को जेतबेले कंसेई खाना रे कटा जाए सेतबेले तार मानसिक अवस्था कौन ही पारे कटा हबार अनेक पूर्वरु पशु बुझी पारे जे से कटा हवा को जाउछि कारण तार साथी पशु मान जो कटा हुए से देखिपारे तार समय मध्य आसुची सेतबेले ता मन भितर भय आशंका क्रोध ये सब भावर जागरण हुए तीव्र भाव जागरण हुए ताकू जो बध करा जाए बा ताकू जो हत्या करा जाए सेतबेले ता भितर क्रोध एवं असहिष्णुतार भाव प्रबल हुए से प्रतिवाद करी उठे जे हे मनीष तते किए अधिकार देला मते हत्या करबा पई ए जो क्रोधर भाव ये जो भयर भाव यही भाव गुड़िक द्वारा अनेक गुड़े केमिकल सेक्रेशन होता है जो गुड़िक पशुर शरीर भितर टॉक्सिन भर्ती कर देता है चिंता करंतु सेई टॉक्सिन रे भरा पशु को आमे काटी ताकू रांधी रोसेई करंती जेतबेले रोसेई करी रंधा खाद्य आम पाखु आसे सेतबेले से टॉक्सिन से खाद्य भितर संसारी जाई थाए से नष्ट हो जाए न थाए माने भाई पारंती रांधी देला बेले से विष चली जाए ना से टॉक्सिन से विष से खाद्य भितर से भली अवस्था रे थाए चिंता करंतु जे क्यों परिमाण रे विष आम माने आहरण करंती जेतबेले आम माने आमिष आहरण करू से ठाकुर को पचरा जाइछि अल्प अल्प खाइले कौन चलिबो नाही आम माने बुझी पारुछु जे यार तो खराब प्रभाव अछि ताहेले कम खाइले कौन हबनी ठाकुर कहउछन्ते ना अल्प खाइले मध्य यार जो अपकारिता को एड़े देवा संभव नुहे तेणु आम माने कौन खाइबा से विषय आलोचना कले कौन खाइबा नाही से विषय भी आलोचना कले जे माछ मांस पियाज रसुण राजसिक तामसिक खाद्य विभिन्न मसला युक्त खाद्य फास्ट फूड अत्यंत फैटी फूड एगुड़ा आम माने निहाती आम माने वर्जन करवा उचित कौन खाइबा उचित से प्रसंग रे ठाकुर आ गोटे जगह कहते आलोचना प्रसंग सप्तम खंड रे प्रत्येक दिन जदि तुमे माने खाइबा पत्र रे दूध एवं खाई सारी उठी महू खाओ तुम चेहराटा ही बदली जीव मधु खाइबार कथा वेदरे मध्य अछि ठाकुर कहउछन्ति स्वास्थ्य और चरित्र उपरे विशेष विशेष खाद्यर विशेष प्रभाव हुए मधुर प्रभाव एवं दूधर प्रभाव खाद्य उपरे खूब अधिक अच्छे तेणु ठाकुर तार उपरे गुरुत्व देइछन्ति ठाकुर जने भाई पचारुछन्ति आगे लंका लंका बेसी खाइबा कौन भल ठाकुर कहउछन्ति बेसी खाइले पेट इरिटेटेड हुए मथा मध्य इरिटेटेड हुए प्रयोजन अनुसार खाइबा भल जेउथिरे शरीर विधान मात्राधिक उत्तेजित न हुए सेही खाइबाटा आम मानक शरीर पई भल एवं जोथिरे अजथा उत्तेजित हुए सेही खाद्यटा आम माने अवॉइड करिवाटा होछि निश्चित भाବରେ भल एभଳି भाବରେ विभिन्न से ठाकुर केउ खाद्यर प्रयोजन अछि एवं कहार प्रयोजन नाही
ସେ କଥା କହିଛନ୍ତି। ଆଉ ଗୋଟେ ଜାଗାରେ ଠାକୁର କହୁଛନ୍ତି ଯେ ଛେନା ଇତ୍ୟାଦି ଯଦି ଖାଇବାକୁ ହୁଏ ତାହେଲେ ଛେଳି କ୍ଷୀରର ଛେନା ଖାଇବାଟା ଭଲ। ଗାଈ କ୍ଷୀରର ଛେନାଟା ଅନେକଙ୍କର ହଜମ ହୁଏ। ଯଦି ହଜମ ହୁଏ ତାହେଲେ ଖାଇପାର। ଏକଥା ଶ୍ରୀ ଠାକୁର କହୁଛନ୍ତି। ଯେ ଠାକୁର କହୁଛନ୍ତି ଯେ ଛେଳି କ୍ଷୀରର ଛେନାଟା ଖାଇବାଟା ଭଲ, କାରଣ ତାହା ସହଜରେ ହଜମ ହେଇପାରେ। ଠାକୁରଙ୍କୁ ଜଣେ ପ୍ରଶ୍ନ କରିଛନ୍ତି, ଜଣେ ଭାଇ। ଆଲୋଚନା ପ୍ରସଙ୍ଗରେ ନବମ ଖଣ୍ଡରେ କଥାଟି ଅଛି। ଅଳ୍ପ ପଇସା ମଧ୍ୟରେ ଏପରି କଣ ଖିଆ ଯାଇପାରେ ଯେଉଁଥିରେ ଶରୀରରେ ବେଶୀ ବଳ ହୁଏ? ଯେ ବେଶୀ ପଇସା ଖର୍ଚ୍ଚ କରିକି ଖାଇବା ତ ସମ୍ଭବ ନ ହେଇପାରେ। ଅଳ୍ପ ପଇସା ଖର୍ଚ୍ଚରେ, କମ ଖର୍ଚ୍ଚରେ କେଉଁଭଳି ଭାବରେ ସୁପାଚ୍ୟ ସୁନ୍ଦର ସାତ୍ବିକ ଖାଦ୍ୟ ଆମେ ଖାଇପାରନ୍ତି। ସେମାନେ ଠାକୁର କହୁଛନ୍ତି ଯେ ଆମେମାନେ ଯାହା କରି ଯାଇଛୁ ତାର ତୁଳନା ନାହିଁ। ଏଇ ଅରୁଆ ଚାଉଳ, କଞ୍ଚା କଦଳୀ, ଡାଲି, ସନ୍ଧବ ଲୁଣ, କ୍ଷୀର, ପାଚିଲା କଦଳୀ, ଘିଅ, ଗୋଟିଏ କଥାରେ ହବିଷାନ୍ୟ ହଉଛି ସବୁଠାରୁ ସେରା ଖାଦ୍ୟ, ମାନେ ସବୁଠାରୁ ବେଷ୍ଟ ଖାଦ୍ୟ ହଉଛି ହବିଷାନ୍ୟ। ଠାକୁର କହିଛନ୍ତି ସପ୍ତାହରେ ଥରେ ଯଦି ହବିଷାନ୍ୟ କରିପାର ବହୁତ ଭଲ। ଯଦି ନ କରିପାରୁଛ ଅନ୍ତତଃ 15 ଦିନରେ ଥରେ, ତା ଯଦି ନ କରିପାରୁଛ ଅନ୍ତତଃ ମାସକୁ ଥରେ ଯଦି କରିପାର ତାହେଲେ ତାହା ଭଲ, ଅତ୍ୟନ୍ତ ଭଲ। ଠାକୁର ପୁଣି କହୁଛନ୍ତି ରାଶି ବଟା ଓ କାଠ ବାଦାମ ଏଇଗୁଟିକ ଶରୀର ପାଇଁ ଖୁବ ଉପାଦେୟ। ଏଇ ଦୁଇଟି ଯଦି ଆମମାନେ ଖାଆନ୍ତି ତାହେଲେ ଆମ ଶରୀର ପାଇଁ ମଧ୍ୟ ଉପାଦେୟ। ରାଶି ବଟା ମଧ୍ୟ ସେ ଠାକୁର ଖାଇବା ପାଇଁ ଆମମାନଙ୍କୁ ଉପଦେଶ ଦେଇଛନ୍ତି। ତ ଏଇ ସବୁ ବିଭିନ୍ନ କଥା ଆମମାନେ ଆଲୋଚନା କଲେ ଯେ ଆମେ କଣ ଖାଇବା ଏବଂ କଣ ନ ଖାଇବା। ବିଭିନ୍ନ ରକମର ରାନ୍ଧିବାର ଅନେକ ରକମ ଅଛି। ଏମିତିକି 200ରୁ 500 ପ୍ରକାରର ରକମ ଅଛି। ଠାକୁର କହୁଛନ୍ତି ଲେଖିଲେ ଗୋଟେ ବହି ହେଇଯିବ। ପୋସ୍ତ ବଟା, ଡାଲି ବଟା, ଚାଉଳ ବଟା, ନଡିଆ ରସ ମିଶାଇ ଶାଗ ରାନ୍ଧିଲେ ଭଲ ହୁଏ। ଚାଉଳ ଅଳ୍ପ ଦବାକୁ ହୁଏ। ଆମେ ପିଠଉ ଦଉ, କିନ୍ତୁ ଚିନାବାଦାମ ବା ରାଶି ବଟା ବା ଚାଉଳ ବଟା ଯଦି ଦିଆଯାଏ ତାହେଲେ ଖୁବ ପୁଷ୍ଟିକର ହୁଏ। ପ୍ରୋଟିନ ମଧ୍ୟ ମିଳେ, ମାଂସ ଠାରୁ ଅଧିକ ପ୍ରୋଟିନ ମଧ୍ୟ ମିଳେ। ଆମମାନଙ୍କର ତ ଗୋଟାଏ ଧାରଣା ଅଛି ଯେ ମାଂସ ନ ଖାଇଲେ ପ୍ରୋଟିନ କୋଉଠୁ ଆସିବ। ଠାକୁର ପ୍ରୋଟିନର ସୋର୍ସ କଣ ଆମମାନଙ୍କୁ ସୁନ୍ଦର ଭାବେ ବତେଇ ଦେଇଛନ୍ତି। ଠାକୁର କହୁଛନ୍ତି ପଣସର ମଝି ଅଂଶ ଭଲ କରି ରାନ୍ଧି ପାରିଲେ ଠିକ ରୋହି ମାଛର ଝୋଳ ପରି ଲାଗେ। କେବଳ ମାଛର ଗନ୍ଧ ରହେ ନା, କିନ୍ତୁ ଟେଷ୍ଟଟା କିନ୍ତୁ ସେଇଭଳିଆ ଲାଗେ। ଠାକୁରଙ୍କୁ ପଚାରିଲେ ଆପଣ କଣ ଠାକୁର ରୋହି ମାଛ ଖାଇଛନ୍ତି? ଠାକୁର କହିଲେ ବାଃ, ଖାଇଛି ନା, ମୁଁ ତ ଗୋଟେ ସମୟରେ ମାଛ ଖାଉଥିଲି। ଠାକୁରଙ୍କୁ ପଚାରିଲେ ମାଛ ଛାଡିଲେ କାହିଁକି? ଠାକୁର କହିଲେ ଏଇ ଯେ କହିଥିଲି, ଦେଖିଲି ମାଛ ଖାଇ ପାରି ହୁଏ ନା। ଦିନେ ଖାଇଲେ ଅନ୍ତତଃ 12ରୁ 14 ଦିନ ପର୍ଯ୍ୟନ୍ତ ଗଣ୍ଡଗୋଳ ରହେ, ଗୋଳମାଳ ରହେ। ମାଛ ଛାଡିଦେଲି, ଦେଖିଲି ଏସବୁ ଗଣ୍ଡଗୋଳ ଆଉ ରହିଲା ନାହିଁ, ଏ ଦୋଷ ଆଉ ରହିଲା ନାହିଁ। ଠାକୁରଙ୍କୁ ପଚରାଯାଇଛି ବିଭିନ୍ନ ପ୍ରକାର ଡାଲି ଅଛି, ଡାଲି ଭିତରେ କେଉଁ ଡାଲିଟି ଭଲ? ଠାକୁର କହୁଛନ୍ତି ମୁଗ ଡାଲିର ସବୁ ଗୁଣ ଦୋଷ ଟିକିଏ, ମୁଗ ଦୋଷଟା ଭଲ କିନ୍ତୁ ବାୟୁ କରେ। କଞ୍ଚା ମୁଗଟା ଭଲ, ଭଜା ମୁଗଟା ତାଠାରୁ ଟିକେ ଖରାପ। ଠାକୁରଙ୍କୁ ପଚାରିଲେ ଭାଇ ଜଣକ ଯେ ଡାଲି କେମିତି କରି ରାନ୍ଧିବା? ଠାକୁର କହୁଛନ୍ତି ସାଧାରଣତଃ ଟିକେ ବହଳିଆ ଡାଲି କରିବାଟା ଭଲ। ପେଟ ଖରାପ ହେଲେ ଡାଲିର ପାଣିଟା ଭଲ, ନହେଲେ ସାଧାରଣତଃ ବହଳିଆ ଡାଲିଟା ଖାଇବା ଭଲ। ଡାଲି ଭଲ ଭାବରେ କିନ୍ତୁ ସିଝିବା ଦରକାର। ଆଉ ଠାକୁର କହିଲେ ଡାଲି କହିଲେ ତ ପ୍ରୋଟିନ, ଲିଭର ପାଇଁ ଡାଲି କହିଲେ ତ ପ୍ରୋଟିନ, ତେଣୁ ପ୍ରୋଟିନ ଯଦି ପ୍ରয়োଜନ ହୁଏ ତାହେଲେ ଡାଲିଟା ଖୁବ ଉପାଦେୟ। ଆଉ ଠାକୁର ପୁଣି କହୁଛନ୍ତି ଲିଭର ପାଇଁ ଲିଭର ପାଇଁ ପିତାଟା ଖୁବ ଭଲ। ଆମମାନେ ପିତା ଖାଇବା ଛାଡିଦେଲେଣି, ନିମ ପିତା, କଲରା ପିତା, ଏସବୁ ଲିଭର ପାଇଁ କିନ୍ତୁ ଅନେକ ଭଲ। ମଝିରେ ମଝିରେ ଖାଇବା ଉଚିତ, ପିଲାମାନଙ୍କୁ ମଧ୍ୟ ଦବା ଉଚିତ। ଭଲ ଭାବରେ ସିଝା ଡାଲି, ରାଶି ବଟା, ଚିନା ବାଦାମ ବଟାରେ ଖୁବ ପ୍ରୋଟିନ ରହିଛି। କ୍ଷୀରର କଥା ତ କୁହନ୍ତୁ ନାହିଁ। ବାରମ୍ବାର ଆମେ ଚା ଖାଉ, କିନ୍ତୁ
ଚା ଠାରୁ ଅଧିକ ଭଲ ହଉଛି କପେ କ୍ଷୀର ଯଦି ଖାଆନ୍ତି, ଆସ୍ତେ ଆସ୍ତେ ଚୁମ୍ବକ ଦେଇ ଯଦି ପିଆଯାଏ ତାହେଲେ ସେଇଟା ସ୍ୱାସ୍ଥ୍ୟ ପାଇଁ ଭଲ। ସେଥିରେ ଆୟୁ ବଢେ, ଅବଶ୍ୟ ହଜମ ହେଇପାରୁଥିବା ଦରକାର, କାରଣ ଅନେକ ଲୋକଙ୍କର କ୍ଷୀର ହଜମ ନ ହେଇପାରେ, କ୍ଷୀର ଛେନା ଇତ୍ୟାଦି ହଜମ ନାହିଁ। ତେଣୁ ଖାଇବାର ବିଭିନ୍ନ କଥା, କେଉଁ ଖାଦ୍ୟଟି ଶରୀର ପାଇଁ ଭଲ, କେଉଁଥିରେ ପ୍ରୋଟିନ ମିଳେ, କାହା ଲିଭର ପାଇଁ ଭଲ, କାହା ଶରୀର କେଉଁଥିରେ ଶରୀର ହୃଷ୍ଟପୃଷ୍ଟ ହୁଏ, କେଉଁଥିରେ ଶରୀର ହଜମ ହବାରେ ସାହାଯ୍ୟ କରେ, ଏଇ ସବୁ ଅନେକ ଜିନିଷ ଆମେ ଆଲୋଚନା କଲେ, କିନ୍ତୁ ଆମେ ଚୁମ୍ବକରେ ଆଲୋଚନା କରିଛନ୍ତି। ଠାକୁରଙ୍କର ଦର୍ଶନ, ଠାକୁରଙ୍କର ବହିପତ୍ର ଅଧ୍ୟୟନ କଲେ ଏଇଭଳି ହଜାର ହଜାର ଟିପ୍ସ ଆମମାନେ ପାଇପାରିବା। କୌଣସି ଜିନିଷ ଠାକୁର ଛାଡି ଦେଇ ଯାଇନାହାନ୍ତି। ସମୟର ଅଭାବ ହେତୁ ଆମେ ସଂକ୍ଷିପ୍ତରେ ହିଁ ଆଲୋଚନା କଲେ। ବର୍ତ୍ତମାନ ଖାଦ୍ୟରେ ଆମେ ଯିବା ଚଳନ ଆଚରଣ ଚଳନ ଏସବୁ ଆଡକୁ, କାରଣ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କଥା ହଉଛି ଆମମାନଙ୍କର ଚଳନ, ଦିନଚର୍ଯ୍ୟା କିଭଳି ହେବା ଉଚିତ। ଦିନଚର୍ଯ୍ୟା ଶ୍ରୀ ଠାକୁର କହିଛନ୍ତି ପ୍ରଥମେ ବ୍ରାହ୍ମ ମୁହୂର୍ତ୍ତରୁ ଉଠିବାକୁ ହବ, ଭୋରରୁ ଉଠିବାକୁ ହବ, ରାତି 4ଟାରୁ ଉଠିବାର ଆବଶ୍ୟକତା ରହିଛି। ତାହା ତ ଆମମାନଙ୍କ ପକ୍ଷରେ ଆଜିକାଲି ଆଉ ଆମମାନେ ଚେଷ୍ଟା ହିଁ କରୁନା। ଭୋର 4ଟାରୁ ଉଠି ନାମ ଧ୍ୟାନ କରିବାର ଆବଶ୍ୟକତା ଅଛି। ଆପଣ ପ୍ରଶ୍ନ କରିପାରନ୍ତି ଯେ ଆପଣ ତ ଶାରୀରିକ ସଦାଚାର ବିଷୟରେ କହୁଛନ୍ତି, ନାମ ଧ୍ୟାନ ଏଇ ସତମନ୍ତ୍ର ଏସବୁ ତ ମନକୁ ଶୁଦ୍ଧ କରେ, ଆର ଶରୀର ସାଙ୍ଗରେ ସମ୍ପର୍କ କଣ? ନାମ ଧ୍ୟାନର ଶରୀର ସାଙ୍ଗରେ ବିଶେଷ ସମ୍ପର୍କ ଅଛି। ଶରୀରର ରୋଗକୁ ଦୂର କରିବାରେ ନାମ ଏବଂ ଧ୍ୟାନ ସହାୟକ ହୁଏ। କାରଣ ଏଇ ଯୋଉ ଭାଇଟାଲ ଏନର୍ଜି କଥା ଆମେ ଆଲୋଚନା କରୁଥିଲେ ଆରମ୍ଭରୁ, ପ୍ରାଣ ଶକ୍ତିର କଥା, ତାହା ଧ୍ୟାନ କରିବା ଦ୍ୱାରା ପୁଷ୍ଟ ହୁଏ, ବର୍ଦ୍ଧିତ ହୁଏ, ଏବଂ ଏଇ ଭାଇଟାଲ ଏନର୍ଜି ବା ଭାଇଟାଲ ପାୱାରର ରୋଗ ପ୍ରତିଷେଧକ କ୍ଷମତା ଏବଂ ରୋଗକୁ କ୍ୟୁଅର କରିବାର କ୍ଷମତା, ওই ଦୁଇଟି ଏଇ ଭାଇଟାଲ ଏନର୍ଜି ଭିତରେ ବା ଭାଇଟାଲ ପାୱାର ଭିତରେ ଭରପୁର ଅଛି। ତେଣୁ ଠାକୁର କହୁଛନ୍ତି ନାମର ଗୋଟେ କ୍ୟୁରେଟିଭ ପାୱାର ଅଛି, ଯାହା ଆମର ଶରୀରର ରୋଗକୁ ମଧ୍ୟ ଠିକ କରିଦେଇପାରେ। ତେଣୁ ପ୍ରତିଦିନ ନାମ ଏବଂ ଧ୍ୟାନ ବ୍ରାହ୍ମ ମୁହୂର୍ତ୍ତରେ ଜରୁରୀ, ଦିନଚର୍ଯ୍ୟାର ପ୍ରଥମ କଥା। ତାପରେ ସେ ଠାକୁର କହିଛନ୍ତି ଉଷା ପାନ କରିବା କଥା। ଉଷା ପାନ ମାନେ ଆମମାନେ କଣ କରନ୍ତି, ଇଷ୍ଟବୃତ୍ତି କରିବା ପୂର୍ବରୁ ମୁହଁ ହାତ ଧୋଇ ଇଷ୍ଟବୃତ୍ତି କରନ୍ତି, ମୁହଁ ମଧ୍ୟ ଧୋଇ କୁଳି କରି ପକାନ୍ତି, କିନ୍ତୁ ଠାକୁର କହୁଛନ୍ତି ଉଷା ପାନ କରିବାର ଆବଶ୍ୟକତା ଅଛି। ଉଷା ପାନ ଅର୍ଥ ଆମମାନେ ରାତିରେ ଶୋଇବା ସମୟରେ ଆମମାନଙ୍କ ଯୋଉ ମୁହଁର ଯୋଉ ଛେପ ବା ସାଲାଇଭା, ତାହା ଆମର ଶରୀର ପାଇଁ ଅମୃତ ତୁଲ୍ୟ କାମ କରିପାରେ। ସକାଳୁ ଉଠି ଇଷ୍ଟବୃତ୍ତି କରି ମୁହଁ ହାତ ଧୋଇ, ମୁହଁ କେବଳ ମୁହଁକୁ ଧୋଇ, ହାତ ଧୋଇ ଇଷ୍ଟବୃତ୍ତି କରି ସାରିବା ପରେ ଠାକୁର କହୁଛନ୍ତି କିଛି ଉଷୁମ ପାଣି ତୁମେ କୁଳି କରିବା ପୂର୍ବରୁ ତାକୁ ଯଦି ନିଅ ଏବଂ ସେଇ ସାଲାଇଭାଟା ଯଦି ପେଟ ଭିତରକୁ ଯାଏ, ତାହା ଶରୀରରେ ଅମୃତ ଭଳି କାମ କରେ। ତାହା ହଉଛି ଉଷା ପାନ। ଏଇଟା ଶ୍ରୀ ଠାକୁର କରିବା ପାଇଁ ଆମମାନଙ୍କୁ କହିଛନ୍ତି। ସହଜ ଛୋଟ ଉପାୟ, ଏଥିରେ କୌଣସି ଏଇ ସୁସ୍ୱାସ୍ଥ୍ୟର ଉପାୟ କୌଣସି କଠିନ ନୁହେଁ। ଟିକିଏ ଦିନଚର୍ଯ୍ୟା ଭିତରେ ଯଦି ନେଇ ଆସି ପାରନ୍ତି ତାହେଲେ ଜୀବନଟା ସୁନ୍ଦର ହେଇଯିବ। ପ୍ରତିଦିନ ସକାଳେ ଏଇ ମୁହଁକୁ ଧୋଇବା ପୂର୍ବରୁ, କୁଳି କରିବା ପୂର୍ବରୁ ଉଷୁମ ପାଣି ଟିକେ ଆମେ ପିଇବା ଉଚିତ। ସକାଳେ ଆମମାନେ କଣ କରନ୍ତି, ଥାଲକୁଡି ପତ୍ର ଖାଆନ୍ତି, କିନ୍ତୁ ଗୋଟେ ମସ୍ତ ବଡ ଭୁଲ ଆମମାନେ କରିଥାନ୍ତି। ଥାଲକୁଡି ପତ୍ର ଖାଉ ନ ଖାଉ ଆମମାନେ କଣ କରନ୍ତି, ଆମର ସକାଳେ ଚା ଖାଇବାର ଅଭ୍ୟାସ ଅଛି, ଥାଲକୁଡି ପତ୍ର ଖାଇସାରି ଆମମାନେ ଚା ପିଅନ୍ତି। ଥାଲକୁଡି ପତ୍ରର ଯାହା ଉପକାରୀ ଗୁଣ ଅଛି ସବୁଗୁଡ଼ିକ ନଷ୍ଟ ହେଇଯାଏ। ଠାକୁର କହୁଛନ୍ତି ଯେ ଥାଲକୁଡି ପତ୍ର ଖାଇବାକୁ ମୁଁ ସମସ୍ତଙ୍କୁ କହିଛି, ଏହା ଯେ କେତେ ଭଲ ଜିନିଷ ନ ଖାଇଲେ ବୁଝାଯାଏ ନା। ଥାଲକୁଡିର ନାମ ହେଲା ଅମୃତା, ନାମ ସାଙ୍ଗରେ କାମର ମେଳ ରହିଛି। ଇଏ ଗୋଟେ ବଡ ରସାୟନ, ଅମୃତ ପରି କାମ କରେ। କିନ୍ତୁ ଥାଲକୁଡି ପରେ ଯଦି ଚା ପିଅନ୍ତି ତାହେଲେ ତାର ଗୁଣ ନଷ୍ଟ ହୁଏ। କାରଣ ବିଜ୍ଞାନ ସମ୍ମତ କାରଣ ହଉଛି ଥାଲକୁଡି ହଉଛି ଆମ ଶରୀରର ଟକ୍ସିନକୁ ଗୋଟେଇ ଆଣେ ଏବଂ ତା ଶରୀରରୁ ବାହାର କରିଦିଏ। ସେ ବାହାରିବ କେମିତି? ଥାଲକୁଡି ଖାଇସାରିଲା ପରେ ପ୍ରତିଦିନ ଯଦି ଆମେ ଅଧଘଣ୍ଟାରୁ 45 ମିନିଟ ଝାଳ ବୋହିବା ପରି ଚାଲନ୍ତି ବା କୌଣସି ବ୍ୟାୟାମ କରନ୍ତି, ଏକ୍ସରସାଇଜ କରନ୍ତି, ତାହେଲେ ଯୋଉ ଟକ୍ସିନ ଗୁଡିକ ଥାଲକୁଡି ପତ୍ର ଗୋଟେଇ ଆଣିଥାଏ
ତାହା ଝାଳ ମାଧ୍ୟମରେ ବାହାରି ଯାଏ। କିନ୍ତୁ ତାହା ନକରି ଯଦି ଆମେ ଚା ପିଇ ଦିଅନ୍ତି ଏବଂ ବସି ରହନ୍ତି, ତାହେଲେ ସେଇ ଯୋଉ ବିଷ ବା ଟକ୍ସିନ ସେ ବାହାରିବାର ଉପାୟ ପାଏ ନା, ଆମ ଶରୀର ଭିତରେ ସେମିତି ରହେ। ତେଣୁ ଶ୍ରୀ ଠାକୁର କହିଛନ୍ତି ଥାଲକୁଡି ଖାଇସାରିଲା ପରେ ବ୍ୟାୟାମ କରିବାଟା ଇମ୍ପୋର୍ଟାଣ୍ଟ, ସେଇଟା ଜରୁରୀ। ତାହା ଆମ ଦିନଚର୍ଯ୍ୟା ଭିତରେ ନେଇ ଆଣିବାକୁ ହୁଏ। ଆମମାନେ ବ୍ୟାୟାମ କିନ୍ତୁ କରନ୍ତି ନାହିଁ, ଏକ୍ସରସାଇଜ କରନ୍ତି ନାହିଁ। ଏକ୍ସରସାଇଜ କରିବାଟା ଆମମାନଙ୍କ ଶରୀର ପାଇଁ ବିଶେଷ ଭାବରେ ପ୍ରୟୋଜନ। ତା ନହେଲେ ଶରୀର ସ୍ୱାସ୍ଥ୍ୟକୁ ଅକ୍ଷୁଣ୍ଣ ରଖିବା ସମ୍ଭବ ନୁହେଁ। କେବଳ ସାତ୍ବିକ ଖାଦ୍ୟ ଦେଇ ଆମେ ଶରୀରକୁ ସୁସ୍ଥ ରଖିପାରିବା ନାହିଁ। ଶରୀର ପାଇଁ ଏକ୍ସରସାଇଜ କରିବା, ସକ୍ରିୟ ହବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ବୈଜ୍ଞାନିକ ମାନେ କହନ୍ତି, ଡାକ୍ତର ମାନେ କହନ୍ତି, ଶ୍ରୀ ଠାକୁର ମଧ୍ୟ ଜୋର ଦେଇଛନ୍ତି ଯେ ପ୍ରତିଦିନ 45 ମିନିଟରୁ ଘଣ୍ଟାଏ ଘଣ୍ଟା ଯଦି ଆମମାନେ ଚାଲନ୍ତି ବା ଅନ୍ୟ କୌଣସି ବ୍ୟାୟାମ ବା ଏକ୍ସରସାଇଜ କରନ୍ତି, ତାହେଲେ ଶରୀରର ଅଧିକାଂଶ ରୋଗକୁ ଆମମାନେ ଦୂରେଇ ଦେଇପାରିବା। ତେଣୁ ଏକ୍ସରସାଇଜଟା ହଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଦିନଚର୍ଯ୍ୟା ଭିତରେ କଣ ଆଣିବାକୁ ହୁଏ? ଯେତେବେଳେ ସେତେବେଳେ ଖାଇବାଟା ଭଲ ନୁହେଁ। ଆମେ ଏଇ ବିଷୟରେ ଆଲୋଚନା କଲେ। ଯେତେବେଳେ ଭୋକ ଲାଗେ ସେଇ ସମୟରେ ଖାଇବା ଉଚିତ। ଭୋକ ନ ଲାଗିବା ସମୟରେ ଖାଇବାର କୌଣସି ଆବଶ୍ୟକତା ନାହିଁ। ବିଭିନ୍ନ ସମୟରେ ଆମମାନେ ଯଦି ଖାଇବାର ପ୍ରବଣତା ଥାଏ, ତାହେଲେ ଯାହା ସହଜ ପାଚ୍ୟ ଏଇଭଳି କିଛି ଖାଦ୍ୟ ଖାଇବାଟା ଭଲ। କିନ୍ତୁ ଅନେକ ଥର ଏବଂ ଅନେକ ପରିମାଣରେ ଖାଇବାର କୌଣସି ଆବଶ୍ୟକତା ଆମମାନଙ୍କର ନାହିଁ। ଦିନଚର୍ଯ୍ୟା ଭିତରେ ଆଉ ଗୋଟେ କଥା ଠାକୁର କହୁଛନ୍ତି, ସୁନ୍ଦର କଥା। ଓଦା ପାଦରେ ଖାଇବା ଏବଂ ଶୁଖିଲା ପାଦରେ ଶୋଇବା, ଏଇଟା ହଉଛି ଜରୁରୀ। ଓଦା ପାଦରେ ଖାଇଲେ ଉପର ଆଡକୁ ରକ୍ତ ସଞ୍ଚାଳନ ବଢେ, ସେଥିରେ ଶରୀର ଭିତରେ ବ୍ଲଡ ସର୍କୁଲେସନ ଭଲ ହୁଏ। ଶୁଖିଲା ପାଦରେ ଶୋଇଲେ ମୁଣ୍ଡ ଆଡକୁ ରକ୍ତ ସଞ୍ଚାଳନ କମ ହୁଏ, ସେଥିରେ ନିଦ ଭଲ ହୁଏ, ଶୋଇବାଟା ସୁବିଧା ହୁଏ। ତେଣୁ ଆମମାନଙ୍କର ଏଇ ଦିନଚର୍ଯ୍ୟା ଭିତରେ ଏଇଟା ଯଦି ଆମେ ପୁରେଇ ଦେଇ ପାରନ୍ତି ଯେ ଓଦା ପେଟରେ ଖାଇବା, ଇଏ ଉପାୟଟା କୌଣସି କଷ୍ଟକର ନୁହେଁ, ସାମାନ୍ୟ ଉପାୟ। ଟିକେ ଖାଇବା ପୂର୍ବରୁ ଯଦି ପାଦଟା ଧୋଇ ଦିଅନ୍ତି ତାହେଲେ ଭଲ, ଆମମାନଙ୍କର ବ୍ଲଡ ସର୍କୁଲେସନ ମଧ୍ୟ ଭଲ ହବ। ସମୟ ଶେଷ ହେଇ ଆସୁଛି, ଘଣ୍ଟାଏ ପାଖାପାଖି ଆମମାନଙ୍କ ଆଲୋଚନା ହେଇଗଲାଣି। ଯାହା କହୁଥିଲି ଏକ ବିଶାଳ ଇଏ ହଉଛି ବିଷୟ। ଆଉ ଅଳ୍ପରେ ଗୋଟିଏ ଦିଟା କଥା ହିଁ କହି ମୁଁ ଶେଷ କରିବି। ଦିନଚର୍ଯ୍ୟା ଭିତରେ ଯାହା ଶାରୀରିକ ସଦାଚାର ପାଇଁ ଇମ୍ପୋର୍ଟାଣ୍ଟ, ତାହା ହଉଛି ପରିସ୍ରା କରି ଜଳ ନେବାର ପ୍ରয়োଜନ। ଠାକୁର କହିଛନ୍ତି ପରିସ୍ରା କରି ଜଳ ନେବାଟା ନିହାତି ଆବଶ୍ୟକ। ତାହା ଯଦି ଆମେ ନ କରନ୍ତି ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ଆମକୁ ମାଡି ବସିବାର ସମ୍ଭାବନା ଅଛି। ଏଇ ଦିନଚର୍ଯ୍ୟା ଭିତରେ ଆଉ ଗୋଟେ କଥା କହିବି, ସେ ଠାକୁର କହୁଛନ୍ତି ଆପଣ ମାନେ ଅନେକ ସମୟରେ ଲୁଙ୍ଗି ଓ ପାଇଜାମା ପିନ୍ଧନ୍ତି, ଏଇଟା ମତେ ଭଲ ଲାଗେ ନା। ଚଲା ବୁଲା, ପୋଷାକ ପରିଚ୍ଛଦ, ଖାଦ୍ୟ ଖାଇବା ସବୁ ବିଷୟରେ କୃଷ୍ଟିଗତ ଚାହିଦା ମାନିକିରି ଚଳିବାଟା ଭଲ। ତେଣୁ ଦିନଚର୍ଯ୍ୟା ଭିତରେ ସେଇଟାକୁ ମଧ୍ୟ ଆମମାନଙ୍କୁ ଆଣିବାକୁ ପଡିବ। ଆମର ବେଶ ପୋଷାକ ଯେମିତି ଆମମାନଙ୍କର ଦିନଚର୍ଯ୍ୟା ଭିତରେ ଆସିଯାଏ, କିନ୍ତୁ ତା ଭିତରେ ମଧ୍ୟ ସଦାଚାରର କିଛି କଥା ଲୁଚି ରହିଛି। ଖାଇବା ଭିତରେ ପ୍ରତିଦିନ ଯଦି କିଛି ହଳଦୀ ଆମମାନେ ଖାଆନ୍ତି, ସେଇଟା ତ ଖାଦ୍ୟ ବିଷୟରେ ଗଲା, କିନ୍ତୁ ଠାକୁର କହୁଛନ୍ତି ଶରୀରରେ ଯଦି ହଳଦୀ ଲଗାଯାଏ, ହଳଦୀଟା ହଉଛି ସ୍ୱାଭାବିକ ଜୀବାଣୁ ନାଶକ। ଯଦି ଆମେ ଆମର ଚମଡା ଉପରେ ସଫ୍ଟଲି ହଳଦୀ ଲଗାନ୍ତି, ତାହେଲେ ଆମର ସ୍କିନ୍ ଟା ସଫ୍ଟ ହୁଏ, କୋମଳ ହୁଏ ଏବଂ ଚକଚକ୍ କରେ, ଦେଖିବାକୁ ମଧ୍ୟ ଭଲ ଲାଗେ। ହାଇଜେନିକ କଣ୍ଡିସନ ମଧ୍ୟ ଇମ୍ପ୍ରୁଭ କରେ। ତେଣୁ ଏଇଭଳି ଭାବରେ ଦିନଚର୍ଯ୍ୟାରେ ଆମମାନଙ୍କର ବିଭିନ୍ନ ଆଚରଣ ଆମମାନଙ୍କ ଜୀବନ ଭିତରେ ନେଇ ଆଣିବାକୁ ହୁଏ। ସର୍ବଶେଷରେ ଦିନ ଯେତେବେଳେ ଶେଷ ହୁଏ, ମନେ ରଖିବାକୁ ହବ ଶୋଇବାଟା ଆମମାନ ଶରୀର ପାଇଁ ଅତ୍ୟନ୍ତ ଜରୁରୀ। 6ରୁ 8 ଘଣ୍ଟା ଶୋଇବାର ଆବଶ୍ୟକତା ଅଛି। ସେ ଠାକୁର ଆଉ ଗୋଟେ ଜାଗାରେ କହିଛନ୍ତି 4 ଘଣ୍ଟା ଶୋଇବା ଯଥେଷ୍ଟ। କିନ୍ତୁ 4 ଘଣ୍ଟା ଶୋଇବା ସେତେବେଳେ ଯଥେଷ୍ଟ ଯଦି ମଣିଷ ଜୀବନରେ ସାଧନା ଥାଏ, ନାମ ଧ୍ୟାନ ପରାୟଣ ହେଇ ଯଦି ମଣିଷ ଥାଏ, ସଦାଚାରୀ ହେଇଯାଇ ଥାଏ, ତାହେଲେ ସେ 4 ଘଣ୍ଟା ଶୋଇଲେ ଯଥେଷ୍ଟ। କିନ୍ତୁ ସାଧାରଣ ଭାବେ ସାଧାରଣ ମଣିଷ ପାଇଁ 6ରୁ 8 ଘଣ୍ଟା ଶୋଇବାର ଆବଶ୍ୟକତା ଅଛି। ଏଇ ସବୁ ଗୁଡିକ ଆମମାନଙ୍କ ଦିନଚର୍ଯ୍ୟା ଭିତରେ ଆମେ
ଆଣି ନେବାକୁ ହେବ ଯେ କେଉଁ ସମୟରେ ଶୋଇବା, କେଉଁ ସମୟରେ ଖାଇବା, କିଭଳି ବିଶ୍ରାମ କରିବା, କେଉଁ ପରିସ୍ଥିତିରେ ଖାଇବା, କେତେ ଘଣ୍ଟା ଶୋଇବା, ଏସବୁ ଜିନିଷ ସକାଳୁ ଉଠି କିଭଳି ଭାବରେ ଉଷାପାନ ଇତ୍ୟାଦି କରିବା, ନାମ ଧ୍ୟାନ ଇତ୍ୟାଦି କରିବା, ଏଇ ସବୁ ଜିନିଷ ଆମ ଦିନଚର୍ଯ୍ୟା ଭିତରେ ନେଇ ଆସିବାକୁ ହବ। ତାହା ଯଦି କରିପାରନ୍ତି ତାହେଲେ ଆମେ ଅନେକାଂଶରେ ସୁସ୍ଥ ରହିବା। ସମୟ ଶେଷ ହେଇ ଆସିଛି। ଆଜି ଏଇଠାରେ ଆଲୋଚନା ଶେଷ କରିବା। ପରବର୍ତ୍ତୀ ଅଧ୍ୟାୟରେ ଆମେ ଏଇ ବିଷୟରେ ଆଉ ଗୋଟିଏ ପକ୍ଷ ବା ଆସ୍ପେକ୍ଟ କୁ ଯିବା, ତାହା ହେଉଛି ରୋଗ ଚିକିତ୍ସା, ଏବଂ ତାପରେ ଆମମାନେ ମାନସିକ ଏବଂ ଆଧ୍ୟାତ୍ମିକ ସଦାଚାର ଆଡକୁ ଯିବା। ଆଜି କିନ୍ତୁ ଆଲୋଚନାଟି ଏଇଠି ସମାପ୍ତ କରିବା। ଆପଣମାନଙ୍କର ସମସ୍ତଙ୍କର ସପରିବାର ସପରିବେଶ ମଙ୍ଗଳ କାମନା କରି ପରମ ପିତାଙ୍କର ଆତୁଳ ଚରଣରେ ପ୍ରାର୍ଥନା କରି ବନ୍ଦେ ପୁରୁଷୋତ୍ତମ।